ओडिया साहित्य रे सारला जुग। गुड मॉर्निंग। आज एक्चुअली काली आम सारला जुग आलोचना करुले। आलोचना कंप्लीट हो पारानी। एक्चुअली गुड़ाए जिनस होता जो क्लास रे थिले जानते। तो जहाँ भी हो पुणी थोड़े आज सारिया। आज सारला जुग এই ୱିକରେ ଦେଖିବା କେତେ କଣ ଆଗକୁ ପ୍ରୋଗ୍ରେସ କରୁଛି। ଆପଣ ଦିଟା ଟପିକ ଧରିଛନ୍ତି, ୱେଷ୍ଟର୍ଣ୍ଣ ଏଥିକାଲ ଥଟ୍ ବା ୱେଷ୍ଟର୍ଣ୍ଣ ଫିଲୋସଫି ଆଉ ଆପଣଙ୍କର ଓଡିଆ ସାହିତ୍ୟ। ଓକେ, ବାକି ଯୋଉଗୁଡା ବି ରହିଲା ତାକୁ ସକ୍ସେସିଭଲି ଆମେ ଡିସ୍କସନ କରିବା। ସକ୍ସେସିଭଲି ଡିସ୍କସନ କରିବା ମାନେ ମୁଁ ଭାବୁଛି ପାଟର୍ନ ଟିକେ ଚେଞ୍ଜ କରିବା। ମିନ୍ସ ଆପଣଙ୍କ ଜାନୁଆରୀ ପର୍ଯ୍ୟନ୍ତ ଆମର ଯୋଉମାନେ ଏକ୍ସାଇଟିଂ ପିଲା ଅଛନ୍ତି ସେମାନେ ତ କଣ୍ଟିନ୍ୟୁ କରିବେ ତାଙ୍କର ଯେତିକି ସରିବ। ତାର ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଏମିତି ସିଧା ତ ମୁଁ ଆଉ ପଢେଇବି ନାହିଁ, ଆପଣଙ୍କୁ କୋର୍ସ ନେବିନି, କିନ୍ତୁ ଗାଇଡାନ୍ସ ପ୍ରୋଭାଇଡ କରିବି। ମିନ୍ସ ଲାଇକ୍ ୱାଇଜ ଟ୍ୟୁସନ ଯେମିତି ସେମିତି କ୍ଲାସଟା ଷ୍ଟାର୍ଟ କରିବା ପୂର୍ବରୁ ଆପଣ ମାନେ ରେଗୁଲାରଲି ଜଏନ୍ କରିପାରିବେ। ଓକେ, ଆପଣଙ୍କୁ ରେଗୁଲାରଲି ମାନେ କଣ, ଆପଣ ମନ୍ଥଲି ହିସାବରେ ଆପଣ ଜଏନ୍ କରିବେ। ଆପଣଙ୍କଠୁ ବିଶେଷ ପଇସା ବି ନେବି ନାହିଁ ମୁଁ। ଯଦି ହବ ଆପଣଙ୍କର ଓନ୍ଲି 500 ପର ମନ୍ଥରେ ଆପଣ ମାନେ ଜଏନ୍ କରିପାରିବେ। ଯେତେ ଜଣ ବି ଚାହିଁବେ ଜଏନ୍ କରିପାରିବେ। ରେଗୁଲାରଲି ଗୋଟେ ଗୋଟେ ସବଜେକ୍ଟ ଧରିକି ଆମେ ଡିସ୍କସନ କରିକି ସାରିବା। ଏମିତି କୋର୍ସ ୱାଇଜ ଆଉ କରିବିନି, କଣ ପାଇଁ ନା ସେଟା ଏକୁଟିଆ ମୋ ପାଇଁ ସମ୍ଭବ ହେଇପାରୁନି, କିନ୍ତୁ ମଡ୍ୟୁଲ ମଡ୍ୟୁଲ ହିସାବରେ ଆମେ ଯିବା, କୋର୍ସକୁ ସାରିବା ନେକ୍ସଟ ବ୍ୟାଚ୍ ପାଇଁ। ଓକେ, ନେକ୍ସଟ ବ୍ୟାଚ୍ ପାଇଁ ତ ଯୋଉମାନେ ଇଣ୍ଟରେଷ୍ଟେଡ ଅଛନ୍ତି ମତେ କଣ୍ଟାକ୍ଟ କରିପାରିବେ। ମୋର କଣ୍ଟାକ୍ଟ ତ ଜାଣିଛନ୍ତି ପ୍ରାୟ ପିଲାମାନେ ସମସ୍ତେ, ନହେଲେ ଆମର ୱେବସାଇଟରେ ବି ତ ଦିଆ ହେଇଛି, କିନ୍ତୁ ଷ୍ଟିଲ୍ ମୋର କଣ୍ଟାକ୍ଟ ମୁଁ ଲେଖି ଦଉଛି ଏଠି ଆପଣଙ୍କର +91 ମାରିଦେବେ। ଜରୁରୀ ନାହିଁ ସେଟା, 7008074714। ଆଉ ଗୋଟେ ବି ନମ୍ବର ଅଛି, ଆପଣ ସେଥିରେ ବି କଣ୍ଟାକ୍ଟ କରିପାରିବେ। ଓକେ, 9777062325। ଆପଣ ଏଥିରେ ବି ଆପଣ ମୋ ସହିତ ଯୋଡି ହେଇପାରିବେ। ପର ମନ୍ଥ ମୁଁ କେବଳ 500 ଟଙ୍କା ହିଁ ଚାର୍ଜ କରିବି। ଆପଣଙ୍କୁ ନେକ୍ସଟ ମନ୍ଥ ଚାହିଁଲେ କଣ୍ଟିନ୍ୟୁ କରିବେ, ନହେଲେ ନାହିଁ। ହଁ, ସବୁ ମାଟେରିଆଲ୍ସ ଆପଣଙ୍କୁ ପ୍ରୋଭାଇଡ କରିବି ଯେତିକି ଆପଣଙ୍କର ହେଇପାରିବ। ମାଟେରିଆଲ ସବୁ ପାଇବେ, ବୋଥ ପ୍ରିଲିମ୍ସ ମେନ୍ସ ପଏଣ୍ଟ ଅଫ ଭ୍ୟୁ ରୁ ପଢିବା। ମାଟେରିଆଲ୍ସ ପାଇଯିବେ, क्वेश्चन ପାଇବେ, ପ୍ରିଭିୟସ ଇୟର ସଲ୍ଭ ପେପର ପାଇବେ, ଏଭ୍ରିଥିଙ୍ଗ ଆପଣ ପାଇଯିବେ। ସେଥିରେ ଯେତିକି ଯେମିତି ରିକ୍ୱାରମେଣ୍ଟ ସେମିତି, କିନ୍ତୁ କୋର୍ସ ହିସାବରେ ହବନି, ମନ୍ଥ ହିସାବରେ ହବ। ଆପଣଙ୍କର ମନ୍ଥରେ ଆପଣଙ୍କୁ ଓନ୍ଲି 500 ପଡିବ। ଓକେ, ଆପଣଙ୍କୁ କେବଳ 500 ହିଁ ଟଙ୍କା ପଡିବ, ତାଠୁ ଅଧିକା ନୁହଁ। ସେଇ ହିସାବରେ ଆପଣ ଚାହିଁଲେ ରେଜିଷ୍ଟ୍ରେସନ କରିପାରିବେ। ଆପଣ କେବେ ବି ଚାହିଁଲେ ଜଏନ କରିପାରିବେ, କେବେ ଚାହିଁଲେ କ୍ୱିଟ୍ କରିପାରିବେ। କୌଣସି ପ୍ରତିବନ୍ଧକ ନାହିଁ। ଇଚ୍ଛା ହବ ପଢିବେ, ଇଚ୍ଛା ନହେଲେ ନ ପଢିବେ। ଓକେ, କୌଣସି ପ୍ରୋବ୍ଲେମ ନାହିଁ। ଏକ୍ଜାକ୍ଟଲି ସେମିତି ମୋ ପାଇଁ ବି ସେଟା ଲାଗୁ ହବ। ଯୋଉ ମାସଠୁ ମୁଁ ଆପଣଙ୍କର ଯଦି ନ କରିବି, ଡିସକଣ୍ଟିନ୍ୟୁ କରିବି, ମୁଁ ଆପଣମାନଙ୍କୁ କହିଦେବି ଫର୍ଦର ଆପଣ ପେମେଣ୍ଟ କରିବେନି। ଓକେ, ପ୍ରତ୍ୟେକ ମାସ ଆପଣଙ୍କୁ ସେତିକି ପେମେଣ୍ଟ କରିବାକୁ ପଡିବ 500। ଯଦି ଆପଣଙ୍କର 1 ଇୟର ର କୋର୍ସ ହଉଛି ଆପଣଙ୍କୁ କେବଳ 6000 ହିଁ ପଡିବ। ମିନ୍ସ 6000 ରେ ହୋଲ କୋର୍ସ ଆପଣଙ୍କର କଭର ହେଇଯିବ। ଓକେ, 6000 ହୋଲ କୋର୍ସ ଆପଣଙ୍କର କଭର ହେଇଯିବ। ହଁ, କିନ୍ତୁ ଏକାଥରେ ଦେବାର କୌଣସି ମୁଁ ନେବି ନାହିଁ। ଏକାଥରେ ଆପଣଙ୍କୁ 500 ପର ମନ୍ଥ ହିସାବରେ ହିଁ ଦେବାକୁ ପଡିବ। ଯୋଉମାନେ ଇଣ୍ଟରେଷ୍ଟେଡ ମତେ କଣ୍ଟାକ୍ଟ କରିପାରିବେ ଏଇ ଫୋନ ନମ୍ବରରେ। ତ ଆଜି ଆମେ ସାରଳା ଯୁଗ ଡିସ୍କସନ ଆଉ ଭର୍ସାଟାଇଲ ଆମେ ଡିସ୍କସନ କରିବା। ମାନେ ନୁହେଁ ଯେ ଆମେ କେବଳ ଆମର ଏଇ ଟପିକ ରୁ ହିଁ ଆମେ ଅଦର ଯେମିତି ଅପସନାଲ ବି ସେମିତି ଆମେ କଭର କରିବା। ଆମେ ଆକ୍ଚୁଆଲି ସେଥିରେ ହିଷ୍ଟ୍ରି ର ଅପସନାଲ ରହିବ, ଜିଓଗ୍ରାଫି ଅପସନାଲ ରହିବ, ପଲିଟିକାଲ ସାଇନ୍ସ ରହିବ। ଆପଣଙ୍କ ସେଗୁଡା ସବୁ କଭର ହବ। ଯୋଉମାନେ ଇଣ୍ଟରେଷ୍ଟେଡ ଆପଣ ମାନେ ଜଏନ କରିପାରିବେ। ଦେଖି ଦେଖିକି ଆମେ ଜଏନ କରିବା। ଓକେ, ତ ଆସିବା ଆମେ ସାରଳା ଯୁଗକୁ। କଣ ଥିଲା ଏବେ ପଢିଥିଲେ, ମୁଁ କାଲି କହୁଥିଲି ସେ କଥାଟାକୁ ଆପଣଙ୍କର। କଣ କହୁଥିଲି ନା, ସାରଳା ଯୁଗ କହିଲେ 1400 ରୁ 1500 সময়ଟାକୁ ଆମେ କଣ କହନ୍ତି, ସାରଳା ଯୁଗ ବୋଲି କହିଥାନ୍ତି। ଏଇଥିପାଇଁ କହନ୍ତି ଯେ ଏଇ ସମୟରେ ଯଦି ବା ଆହୁରି କିଛି କବି ଥିଲେ ସିଗ୍ନିଫିକାଣ୍ଟଲି, ଓକେ, କିନ୍ତୁ ଷ୍ଟିଲ୍ ସାରଳା ହିଁ ଆପଣଙ୍କର ସାରଳା ଦାସ ହିଁ ଡୋମିନେଟ କରିଥିଲେ। ସାରଳା ଦାସ ତାଙ୍କ ଅରିଜିନାଲ ନାଁ ହଉଛି ସିଦ୍ଧେଶ୍ଵର ପରିଡା। ତାଙ୍କୁ କିନ୍ତୁ ସିଏ ମାଙ୍କ ପାଖରୁ ଆଶୀର୍ବାଦ ପ୍ରାପ୍ତ ହେଇ ସାରିଲା ପରେ ଯେତେବେଳେ ସିଏ ସାଧନାରେ ଆସିଲେ, କବିତ୍ୱ ପ୍ରାପ୍ତ କଲେ, ତାପରେ ସିଏ ସାରଳା ଦାସ ଭାବରେ ନିଜକୁ ପରିଚିତ କଲେ। ଆକ୍ଚୁଆଲି କଣ କି, ଆମେ ବେଳେ ବେଳେ ମୁଁ ବି କବିତା ଲେଖୁଥିଲି ଆପଣଙ୍କର +2 ସମୟରେ। କବିତା ଉପନ୍ୟାସ ସେ ସମୟରେ ଆପଣଙ୍କର ଥିଲା। କିଛି ପ୍ରକାଶ ବି ହେଇଛି ଆପଣଙ୍କର।
कविता भी आपन किछि बुक्स भी तो सेटा मु मो नारे लिखु नथली ओके सेगुडा को मो अलगा ना उठे मु कहूनी से नाटा ओके किछि लोक जानि भी थिबे आपन को एମିତି भी ହେଇଥିଲା ମୋର ଗୋଟେ ଏକ୍ସପିରିଏନ୍ସ ଆକ୍ଚୁअली ସେ ପ୍ରକାଶକ ଥରେ ବହି ପଠେଇଥିଲେ ମୋ ଯୋଉ ଅଥର୍ସ କପି ପଠେଇଥିଲେ ସେତେବେଳେ ବୋଧେ +2 ସେକେଣ୍ଡ ଇୟର ଥାଏ କିନ୍ତୁ ଆମ ଘରେ ଜାଣି ନଥିଲେ ମୁଁ ସେ ନାଁରେ ଲେଖୁଛି ବୋଲି ସେ ବହିକୁ ରିସିଭ କରିନଥିଲେ ଫେରେଇ ଦେଇଥିଲେ ଏମିତି ବି ହେଇଥିଲା ତ ଆମେ କଣ କି ବେଳେ ବେଳେ ଯେତେବେଳେ ସାହିତ୍ୟିକ କୃତି ଗୁଡାରେ କିଛି ଗୋଟେ ଅଲଗା ନାଁ ବ୍ୟବହାର କରିଦିଅନ୍ତି ଛଦ୍ମ ନାଁ କହିପାରନ୍ତି ଛଦ୍ମ ତ ନୁହଁ କିନ୍ତୁ ଷ୍ଟିଲ କଣ କି ନିଜର ମୁଁ ଯେ ସିଏ ନୁହଁ ବୋଲି ପରିଚୟ ଗୋପନ ରଖିବା ପାଇଁ ଆମେ କହିଥାନ୍ତି ସାରଳା ଦାସ ଅବଶ୍ୟ ସେମିତି କହିନାହାନ୍ତି ସିଏ ଓପନଲି କହିଛନ୍ତି ଯେ ମାଙ୍କ ପାଖରୁ ଆଶୀର୍ବାଦ ପାଇଲା ପରେ ସିଏ ଜଣେ ମୂର୍ଖ ଅପଣ୍ଡିତ ଥିଲେ ଓକେ କିନ୍ତୁ ମାଙ୍କର ଆଶୀର୍ବାଦ ଲାଭ କଲା ପରେ ସିଏ ଆପଣଙ୍କର କବିତ୍ୱ ପ୍ରାପ୍ତ କରିଥିଲେ ସେଇଥିପାଇଁ ସିଏ ନିଜକୁ ସାରଳା ଦାସ ବୋଲି ପରିଚିତ କରିଥିଲେ ସାରଳା ଦାସର ଅର୍ଥ ହଉଛି ମା ସାରଳାଙ୍କର ସେବକ ଦାସ ଶବ୍ଦର ଅର୍ଥ କଣ ସେବକ ସାରଳା ହଉଛନ୍ତି ମା ସାରଳା ଦେବୀ ଝଙ୍କଡ ବାସିନୀ ମା ସାରଳା ସିଏ ତାଙ୍କର ସେବକ ବୋଲି ନିଜକୁ ଭାବୁଥିଲେ ସେଇଥିପାଇଁ ସେ ନିଜକୁ ସାରଳା ଦାସ ନାଁରେ ପରିଚିତ କରେଇଲେ ओके अच्छा तो ये जुगर विशेषता कौन थिला आमे या पूर्वरु देखिथिले आदि जुगरे चर्जिया गीतिका देखिथिले बौद्ध शैव एगुडा सब आमे परंपरा सब देखिथिले ओके सारला जुगरे आपनकर किछिटा परिवर्तन आसिला किछिटा कोन बहुमुखी परिवर्तन आसिला बा ओडिया साहित्य रे आपनकर गोटे विप्लव आसिला कहिले चले कोन पाई ना ए एबे प्रथम थर पाई आपनको ठोस ओडिया साहित्य जहाको आमे कहि परबा जोतरे कन्फ्यूजन नाही आपनको चर्चा गीतिका कहतु किंबा अलगा गुड़ारे से बंगाली माने क्लेम करते आमर बोली आसामीज माने क्लेम करते आमर बोली किंतु ये जो सारला जुगर जो साहित्य लिखा गला ये हूँ खांटी ओडिया साहित्य या कहीं आउ क्लेम करि परिबे नहीं बा दाबी करि परिबे नहीं जे ये आम बंगाली भाषा लिखा है आसामीज भाषा लिखा है ये हूँ आमर खांटी ओडिया रे लिखा जाइथिबा साहित्य ओके अच्छा ये समय आउ गोटे परिवर्तन है सारला जुगर कौन ये हूँ खांटी ओडिया साहित्य आपंकर ओके खांटी ओडिया साहित्य ओके खांटी ओडिया साहित्य निछक ओडिया साहित्य आपंकर आमे देखा पाइले आउ कौन देखा पाइले ये समय सारला जुगरे जड़े खांटी ओडिया सम्राट भी आमे देखा पाइले ओके खांटी ओडिया स्वाधीन सम्राट देखा पाइले या पूर्वरु खांटी ओडिया सम्राट किए कपिलेन्द्र देव को पूर्वर आमे जो गंगवंशी माने शासन करथिबार देखिले गंगवंशी माने प्राय हमर 400 वर्ष शासन करथिले सेतिकी समय जो शासन कालर तांकर गोटे स्टेबिलिटी प्रोवाइड करथिले ओडिसा को गोटे साम्राज्य रे परिणत करथिले ओडिसा जो विच्छिन्नांचल बा खंड विखंडित राज्य गुडार सामने एकत्रीकरण करथिले निश्चित भाव रे जगन्नाथ मंदिर रो स्थापना करथिले गंगवंशी माने सूर्य मंदिर कोणार्क रे स्थापना करथिले आहुरी तांकर कंट्रीब्यूशन गंगवंशी मानकर कंट्रीब्यूशन आपन जते कहिबे कम पड़ियो निश्चित भाव रे हुए तो ये कपिलेन्द्र देव को परवर्ती जो सूर्यवंशी मानकर भी कंट्रीब्यूशन सेतिकी नुह गंगवंशी माने जतिकी कंट्रीब्यूशन करथिले किंतु स्टिल से माने मूल तो ओडिया नथिले से माने कोटिकार थिले से माने कर्नाटक थिले ओके साउथ इंडिया रो थिले जो माने गंगो माने आपनकर कोन कर्नाटक रु आस्थिले आउ कर्नाटक रु गोटे ब्रांच तांकर आसीथिले जो मान को हमें ईस्टर्न गंगो बोली कहते जो माने कि आपनकर कलिंग रीजन रे शासन करथिले सीए भी कलिंगर साउथ ऑफ कलिंगर रूलिंग करथिले जोटा की होची आपनकर प्रेजेंट डे तो कहबा जदी आपन आंध्र आउ सेई जगह रे आपनकर तेलुगु भाषाभाषी तेलुगु भाषार प्रचलन बहुत तो सेइथिबे आपन जानिथिबे गंगो मान को आपनकर तांकर प्रथम जो चड़गंगो देव को तेलेंगा चड़ बोली भी कुहा जाउतला आपनकर ओके तेलेंगा चोड़ बोली कहा जाउतला तो से माने मूल तो गंगवंशी थिले तो जेहेतु से माने मूल तो से कर्नाटक ओरिजिन कहि पारंती किंबा आपनकर आंध्र ओरिजिन कहि पारंती जहां भी हो से किंतु गोटे कथाटा होची ओडिया साहित्य रे पय तांकर भी किछि कम योगदान नुह किंतु तथापि से माने संस्कृत भाषार पृष्ठपोषकता करूथिले ओके अवश्य से समय भारत रे एबे जेमती हमर इंग्राजी भाषार पैट्रोनेज करा होची चारिपटे इंग्लिश मीडियम स्कूल खोला हैछि जदि बा इंग्राजी भाषा रे कहूतबा लोक खूब कम
किंतु आपनकर इंग्राजी ही प्रचलन होची स्कूल कॉलेज यूनिवर्सिटी आप कोठी भी जातु ऑफिशियली भी इंग्राजी भाषा में व्यवहार करूछंती किंतु तार कहूतबा लोक संख्या बहुत नगण्य सेई धारारे सेतेबेले संस्कृत भी सैया थिला आपनको जतिकी विद्यापीठ गुरुकुल आपनको स्कूल कॉलेज सब जगह रे संस्कृत रे पढ़ा होउतला संस्कृत रे राजकार्य भी करा जाउतला किंतु संस्कृत कहूतबा लोक कम थिले एई समय गोटे विराट परिवर्तन है कपिलेन्द्र देव सहित कपिलेन्द्र देव जानते काशिया कपिला कहानी मुझे बहुत थर कहली काली भी कहूली आउ कहूनी स्किप कर जाऊँ काशिया कपिला कहानी आम जानते सी जड़े साधारण घर थे साधारण ओडिया घर पिला थे कपिलेन्द्र देव आपंकर तो तार फल है भानुदेव चतुर्थ को सी विताड़ित करतु पशुपुत्र हूँ जहाँ हूँ किंबदंती जहाँ जहाँ भी कहूँ जदि भी सेगुड़ा को सत मानि नेबा तापर कपिलेन्द्र देव आपनकर आस्तिले हाँ एई जो प्रक्रिया रे आपनकर ओडिया भाषा रे गोटे नुआ काली मु कहूतले जे नुआ रूढ़ी रूढ़ी प्रयोगटे बा लोकवाणीटा आरंभ होइतिला सीता होची हाथी सुना कलश ढाळिबा ओके हाथी सुना कलश ढाळिबा माने कोन आपनकर कोन कहबा कोन प्राप्त होइजिबा माने कोन कहबा ताको अप्रत्याशित भाव रे आपनकर बहुत किसी धन संपद प्राप्त हो हाथी सुना कलश ढाळिबा बोली कहा जाए ताकू नेकी गोटे कहानीटे भी अच्छी आपनकर भानुदेव चतुर्थ भानुदेव निसंतान थिले ओके निसंतान थिले सी जेहेतु निसंतान थिले तांको पर राज्य उत्तराधिकारी किए हबो से कथा पई आपनकर भाणी पड़ला तो कौन करा गला आपनकर हाथी को सुना कलश रे पानी दे की छाड़ दिया गला सी जा मुंड रे ढाळिबो सी आपनकर हबो कोन ना कलिंगर कलिंग तो नुह ओडिशा से चड़गंग देव समय ही ओडिशा भाव में परिचित थिला ओडिशार सम्राट हम सी कथाटा है श्रीमंदिर सामने काशिया कपिला आपन जगन्नाथ दर्शन रे जाइथिले जगन्नाथ दर्शन रे जीवा समय दर्शन करके फेरुचंते हाथी सुना कलश आपन कपिला मुंड रे ढाळ देला पानी ढाळ देला तापर तांको पशु संतान भाव में भानुदेव चतुर्थ ग्रहण कले तांको सी राजा है ये भी गोटे नैरेटिव ये गोटे कहानी आपनकर विभिन्न प्रचलित कहानी भितर अधिकांश इतिहासकार किंतु मानती जे कपिलेन्द्र देव आपनकर सी जने कौन थिले सी जने महापात्र थिले मींस हाई ऑफिशियल थिले सी चतुर्थ भानुदेव साउथ को आपनकर जतेबेले साउदर्न कैंपेन को जाइथिले से समय रे ये भुवनेश्वर रे कौन कले ना उसरप्शन टू थ्रोन बा राज्याभिषेक करैतिले बलपूर्वक भाव में आउ कहा जाए ओडिशार व्यतिवस्त जनता मीन्स तेलुगु मानकर शासन रे व्यतिवस्त होइतिबा ओडिया जनता माने कपिलेन्द्र देव को पाखरे आशा देखिथिले आ कपिलेन्द्र देव को समर्थन करथिले ये हला कहानी आपन जहा भी हो कपिलेन्द्र देव जे निच आपनकर ओडिया थिले बा खांटी ओडिया थिले सेथिरे दिमत हेबार नाही सी ओडिशा रे जन्म होइतिले ओडिशा रे पाठ पढ़ितिले ओडिशा पानी पवन रे बढ़ितिले कपिलेन्द्र देव को समयटा हूँ 1434 रु 1466 यही समयटा बहुत मूल्यवान थिला ओडिशार से साहित्य आकाश रे हो ओडिशार सामाजिक आकाश रे हो ओडिशार राजनीतिक आकाश रे हो ओडिशार सामाजिक राजनैतिक और साहित्यिक दृश्य पटरे बहुधा परिवर्तन आसला कपिलेन्द्र देव को शासन कौन पाई ना ओडिया भाषा को प्रथम थर पर राजभाषा भाव में किए जदि प्रचलन करथिले सी होचंते कपिलेन्द्र देव या पूर्वर ओडिया भाषा को ओडिशा राजभाषा भाव में व्यवहार करा जाउ नथला किंतु कपिलेन्द्र देव को समय रे सी ओडिया को राजभाषा भाव में प्रचलन करागला ऑफिशियल लैंग्वेज भाव में प्रचलन करागला खाली से नु कपिलेन्द्र देव जने निजे जने साहित्यिक थिले तांकर गोटे साहित्य कृति होची परशुराम विजय नाटक ओडिया भाषा रे सी लिखिथिले सेतिरे परशुराम कर जो कांत वीर्यार्जुन वध बा कीर्ति वीर्यार्जुन को वध करिवार कथा सेठी आपनकर लिखा आइछि ओके कीर्ति वीर्य बोली प्रसिद्ध तांको केमते सी हत्या करथिले आपनकर सेई कथा आपनकर लिखा हिची सेठी परशुराम विजय नाटक रे सी गोटे आपनकर को नाटक तो आपनकर सी गोटे गोटे प्रकार गीति नाट्य ढंग रे सी आपनकर लिखिथिले आउ सी सारला दास को भी पृष्ठपोषकता करथिले बा पैट्रोनेज करथिले आपनकर सी भी तांको सहाय्य सहयोग करथिले आउ ए दुई बहुधा व्यक्तिंकर जड़े साहित्य आकाश रे मुकुट विहीन सम्राट आउ जड़े राजनीतिक आकाश रे मुकुट युक्त सम्राट यही दी जन सम्राट को जो ओडिया भाषा साहित्य गोटे नुआ दिगरे चलिला
आउ ओडिया साहित्यर अध्याय आरंभ होला कोन पाई ना आउ ओडिया साहित्यर अध्याय सेही समय कंटेम्परारी जदि भाषा आपण बंगाली आसामीज किंबा अन्यान्य भाषा सहित जदि तुलना करिवे ताहले बहुत प्राचीन हाँ आउ गोटे भी कथा आपनकर जो सारला दास तीन प्रधान कृति होची गोटे होची चंडी पुराण विलंका रामायण और महाभारत आपन को गोटे कथाटे कहूची आपनकर इन्फॉर्मेशन पाई ओके इया जे जो रामायण और महाभारत काव्य को विभिन्न भाषा रचना करा गला आपनकर विभिन्न अन्य भारतीय भाषा रे बा आधुनिक भारतीय भाषा रे बा प्राचीन भारतीय भाषा गुडारे सेथिरे प्रथम थिला आपनकर कंबनकर तामिल रामायण ओके कंबनकर कोन तामिल रामायण तापरे जदि किए से दिगरे प्रयास करथिले सी होचंते सारला दास ओडिया महाभारत रे ओके तो ये थिला ओडिया आकाश रे बा साहित्य आकाश रे इंद्रधनु भଳି माने परिचित थिले बोली कहि परबा हाँ कपिलेन्द्र देव जेमिति गंगोबांग विताड़ित करी खांटी ओडिया शासन प्रतिष्ठा करथिले ओडिसा रे सारला दास भी सेमती ओडिया भाषा साहित्य को संस्कृत भाषा साहित्य प्रभाव रु मुक्त करी स्वतंत्र परिचय प्रदान करिवारे सक्षम हेतले तो दी जनकर क्यारेक्टर को चरित्र को आपनकर तुलना करिबा निश्चित भाव रे आपनकर कौन माने असमीचीन नुहे जड़े भाषा जगतर सम्राट आउ जड़े राजनीतिक जगतर सम्राट जदि बा जड़े राजनेता भी सी आपनकर साहित्य रचना करथिले किंतु तथापि सारला दास साहित्य रे सारला दास कपिलेन्द्र देव राजनीति रे कपिलेन्द्र देव गंगारू आपनकर कावेरी नदी पर्यंत सीमा रेखा को विस्तार करथिले ओडिसार सीमा रेखा को एग्जैक्टली सेमिति सारला दास महाभारत भलिया एक विशाल ग्रंथ को ओडिया भाषा से रचना करथिले आ ये जो ओडिया महाभारत ये कौन सी अनुवाद नुह ये कौन सी ट्रांसलेशन नुह मूल संस्कृत महाभारत ये ट्रांसलेशन नुह बा अनुवाद नुह यार गोटे स्वतंत्र परिचय अछि कौन पाई ना संस्कृत महाभारत रु जदि बा सीए नहीं छथि थीम टा बा पटभूमि नहीं छथि बा पृष्ठभूमि नहीं छथि किंतु निजर साहित्य सृजन सीए सेथिरे स्थापना करिया पई प्रयास करिसेंते आउ महाभारत रे आपनकर ओडिया रो झलक देखिबा को मिलछि ओडियार परंपरार झलक देखिबा को मिलछि आपनकर ओडिया ओडियार घरे घरे आपनकर जो सामाजिक परंपरा चलणी अछि ताहा देखिबा को मिलछि ता छडा ओडिया लोक मानकर जो आपनकर रण पिपासा ताकू भी सी आपनकर विभिन्न उपाख्यान माध्यम रे छत्र छत्र परिपृष्ट करिया पई प्रयास करछन्ते ओके तो ये थिला सारला दास और कपिलेन्द्र देव योगदान ओडिया ओडिसा पाई आपनकर तो सारला जुग कहबा आद्य असमीचीन हबो नाही ए जुगटा को आ ओडिया भाषा साहित्य रे भी हमर ओडिया भाषा साहित्य रो इतिहास लिखला बेले को याकू बा पंचदश शताब्दी कु आमे सारला जुग भाव रे ही अभिहित करथांती ओके सारला दास और कपिलेन्द्र देव समकालीन थिले ओके मु कहली आपनकर हाथी सुना कलश ढाइला सी आपनको ओडिया ओडिसा रु विदेशी शासन रु सी आपनकर मुक्त करथिले बा विदेशी शासन रो विदेशी बोली तो कहिबाटा ठीक होबनी कोन पाइना मु गंग मानकर जणे इतिहासकार भाव रे मते जदी पचारिबे गंग मानकर मु संपूर्ण भाव रे समर्थक ओके कोन पाइना गंग मानकर कंट्रीब्यूशन तांको पृष्ठभूमि रे ही तो कपिलेन्द्र देव करथिले हाँ कपिलेन्द्र देव करो किछि कारण जो आपनकर ओडिसा साम्राज्य भी आपनकर विलुप्त हो जाइतिला नेक्स्ट 150 वर्ष रे जहाँ भी हो आपनकर এই সময়টা विशेष भाव रे हमें जदी कहिबा आपनकर सारला जुग बोली जहाको आमे कहते जहाँ भी हो तो गंग मानकर निश्चिंत भाव रे योगदान ओडिसा पई रहिछि तो विदेशी बोली कहबाटा समीचीन हबो नाही किंतु एतिकी आमे कहि परिबा जे से माने ओडिया भाषा को विशेष प्राधान्य देई नथिले ओडिसा रे संस्कृत भाषार प्रभाव आमे देखिबा को पाउथिले जोटा कि आमे परवर्ती एई समय रे सारला जुग रे से धारार परिवर्तन आसला जदि बा सारला जुग परवर्ती पर्याय रे भी आपनकर लेखा जाइछि संस्कृत साहित्य ओडिसा रे किंतु तथापि संस्कृत साहित्य को विशेष प्राधान्य मिल नथिला सारला जुग पर ओके आसीबा सारला दास को जीवनी को कपिलेन्द्र देव हमर टॉपिक नुहते हाँ प्रिलिम्स पाई परशुराम विजय नाटक पढ़िथिबे ओके इंपोर्टेंट सी परशुराम विजय नाटक तो सारला दास
ତାଙ୍କ ଜୀବନୀ ଆମେ ନିଶ୍ଚିତ ଭାବରେ ଅଧ୍ୟୟନ କରିବା କଣ ପାଇଁ ନା ସାରଳା ଯୁଗ ଯଦି ପଢିବା ତାଙ୍କ ଜୀବନୀ ନ ପଢିବା ସିଏ କେମିତି ହବ। ସାରଳା ଦାସ ଆବାଲ୍ୟରୁ ଥିଲେ ପିତୃମାତୃହୀନ ବା ଅନାଥ ଥିଲେ। ତାଙ୍କର ସିଏ ଯେତେବେଳେ ଛୋଟ ଥିଲେ ସେତେବେଳେ ହିଁ ତାଙ୍କର ପିତାମାତାଙ୍କର ବିୟୋଗ ହେଇଥିଲା। ସିଏ ଜଣେ ଶୂଦ୍ର ପରିବାରରେ ଜନ୍ମ ହେଇଥିଲେ ବା ଜଣେ କୃଷିକାରୀ ପରିବାରରେ ଜଣେ ଚାଷୀ ପରିବାରରେ ଜନ୍ମ ହେଇଥିଲେ। ଆଚ୍ଛା ଆପଣ କହିବେ ଆମେ ତ ବୈଦିକ ପିରିୟଡରେ ପଢିଥିଲେ କିମ୍ବା ଉତ୍ତର ବୈଦିକ କାଳରେ, ସେ ବୈଦିକ କାଳ କୁହନ୍ତୁ ବା ଉତ୍ତର ବୈଦିକ କାଳ କୁହନ୍ତୁ ବା ଇଂଲିଶରେ କହିଲେ ବୈଦିକ ପିରିୟଡ ଆଣ୍ଡ ପୋଷ୍ଟ ବୈଦିକ ପିରିୟଡ, ଏଇ ସମୟରେ ଆମେ ଦେଖିଛନ୍ତି ଯେ ଯୋଉ କୃଷିକାରୀ ମାନେ ଥିଲେ ବା କୃଷିଜୀବୀ ମାନେ କୃଷକ ମାନେ ଥିଲେ ସେମାନେ ଆପଣଙ୍କର ବୈଶ୍ୟ ପଦବାଚ୍ୟ ହଉଥିଲେ। କିନ୍ତୁ ଶାରଳା ଦାସ ଆପଣଙ୍କ ଶୂଦ୍ର କେମିତି ହେଇଗଲେ? କଥାଟା ହଉଛି କଣ କି ସେ ସମୟର ସାମାଜିକ ପରିସ୍ଥିତି ଆଉ ଶାରଳା ଯୁଗର ପରିବର୍ତ୍ତିତ ପରିସ୍ଥିତି ଭିତରେ ବହୁତ ତଫାତ ଦେଖିବାକୁ ପାଆନ୍ତି। ଯୋଉ କୃଷକ ମାନେ ଆଗରେ ଯେମିତି ଆପଣଙ୍କ ଗୋଟେ କଥା ନାଇଁ ଫକୀର ମୋହନ ସେନାପତିଙ୍କ ଭାଷାରେ ବାଣିଜ୍ୟ ଲକ୍ଷ୍ମୀଙ୍କ ବାସ ତହୁ ଅଧେ କଲେ ଚାଷ ତହୁ ଅଧେ ବିଏଲ ପାସ୍ ବୋଲି କହୁଥିଲେ। ତା ମାନେ କଣ ଲେଖିଛନ୍ତି 6 ମାଣ 8 ଗୁଣ୍ଠରେ। ମୁଁ ସେଦିନ ପଚାରିଲି ଆପଣଙ୍କୁ ଗୋଟେ ଢଗ କହିକି ଆପଣଙ୍କ ଫକୀର ମୋହନ ସେନାପତି କୋଉ ବହିରେ ଲେଖିଛନ୍ତି ଆପଣ ମାନେ କେହି ଉତ୍ତର ଦେଇ ପାରିଲେନି। ଓକେ, ମୁଁ ସେଇଥିପାଇଁ ଆଉ ପଚାରୁନି, ମୁଁ ନିଜେ ହିଁ କହିଦଉଛି। କଥାଟା ହଉଛି ଗୋଟେ ସମୟ ଥିଲା ଯେମିତି ଫକୀର ମୋହନଙ୍କ ସମୟରେ ଥିଲା ଯେ ଲୋକମାନେ ଆପଣ ବାଣିଜ୍ୟଟାକୁ ବିଶେଷ ପ୍ରାଧାନ୍ୟ ଦଉଥିଲେ। କଣ ପାଇଁ ନା ବାଣିଜ୍ୟରେ ଲକ୍ଷ୍ମୀଙ୍କ ବାସ, ବାଣିଜ୍ୟ କଲେ ଆପଣଙ୍କର ଅର୍ଥ ପ୍ରାପ୍ତି ହେଇଥାଏ ବା ଆପଣଙ୍କର ସମ୍ପତ୍ତି ବଢିଥାଏ। ତାଠୁ ଅଧା ଆପଣଙ୍କର ଯଦି କହିବା ଚାଷ କଲେ ମିଳିଥାଏ, ତାଠୁ ଅଧା ଆପଣଙ୍କର କଣ ନା ବିଏଲ ପାସ୍ ବା ତାକୁ କହିବା ଅର୍ଥ ହଉଛି ଓକିଲାତି ପାସ୍ କଲେ ବା ସରକାରୀ ଚାକିରି କଲେ ମିଳେ ବୋଲି କୁହାଯାଏ। ଆପଣଙ୍କର ମନେ ଥିବା ଆମର ଜେଜେବାପା ମାନଙ୍କ ସମୟରେ ଏମିତି ଲୋକ ଚାକିରି କରିବା ପାଇଁ ଇଣ୍ଟରେଷ୍ଟ ହଉନଥିଲେ। କିଏ ଜଣେ ଯଦି ପାଠ ପଢିଲା ତାକୁ ଧରିକି ଟେକିକି ଉଠେଇକି ନେଇଯାଉଥିଲେ ଚାକିରି ଦେବା ପାଇଁ, କିନ୍ତୁ ତଥାପି ଷ୍ଟିଲ୍ ଲୋକମାନେ ଚାକିରି କରୁନଥିଲେ, ପଳେଇ ଆସୁଥିଲେ। ତ ଗୋଟେ ସମୟ କଣ ଥିଲା କୃଷିଜୀବୀ ମାନଙ୍କର ସମ୍ମାନ ଥିଲା ସେ ସମୟରେ। ଓକେ, ତ ସେଇଥିପାଇଁ ତାଙ୍କର ସୋସିଆଲ ଷ୍ଟାଟସ ଉପରେ ଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଆପଣଙ୍କର ଏବେ ଯଦି କହିବେ ପ୍ରେଜେଣ୍ଟ ଡେ ସରକାରୀ ଚାକିରିରେ ଗୋଟେ ଏମିତି ମହତ୍ଵ ହେଇଗଲା, ପ୍ରାଇଭେଟ ଚାକିରିଆ ଆପଣଙ୍କର ତାଠୁ 2 ଗୁଣା 3 ଗୁଣା ଅଧିକା ଦରମା ପାଉଥିଲେ ବି ତାକୁ ଆଉ ସମ୍ମାନ କେହି ଦଉନାହାନ୍ତି। ଓକେ, କଣ ନା ପ୍ରାଇଭେଟ ଚାକିରି କରୁଛି। ଇଏ ପ୍ରକାର ଗୋଟେ ଆପଣଙ୍କର ମାନେ କଣ ଚାକିରିଟା ଏତେ ଇମ୍ପୋର୍ଟାନ୍ସ ଦିଆଗଲା ଯେ ଯିଏ ଚାଷ କରୁଛି ତ ତାର କେହି ସେଟା ଯେମିତି ଅନାଥ ତାର କିଛି ନାହିଁ। ଓକେ, ମୁଁ ଚାଷ କରୁଛି କହିଦେଲେ ମାନେ ସିଏ ଗଲା, ସିଏ ସରିଗଲା। ଆପଣଙ୍କୁ ପଚାରିଲେ କି ଆପଣଙ୍କର ବାପା କଣ କରନ୍ତି, ଆପଣ ଯଦି କହିଦେଲେ ଚାଷ କରୁଛନ୍ତି ବୋଲି ତାହେଲେ ସେ ନାକ ଟେକିକି ଆପଣଙ୍କର ପଳେଇବ। ଇଏ ସିଚୁଏସନ ହଁ ମୁଁ ଅନୁଭବ କରୁଛି, ମୋର ଏଟା ପର୍ସନାଲ ଅନୁଭବ ଅଛି। ତ ଗୋଟେ କଥାଟା ହଉଛି କଣ ସମୟର ପରିବର୍ତ୍ତିତ ପରିସ୍ଥିତିରେ ଆପଣଙ୍କର ସବୁ ପେସାର ପରିବର୍ତ୍ତନ ହେଇଥାଏ। ସେମିତି ସେଇ ଭିତ୍ତିଭୂମିରେ ବୈଦିକ କାଳରେ ଉତ୍ତର ବୈଦିକ କାଳରେ କିମ୍ବା ତାର ପରବର୍ତ୍ତୀ ପର୍ଯ୍ୟାୟରେ ବି ଆମେ କୃଷି ଗୋଟେ ଆପଣଙ୍କର ସମ୍ମାନସ୍ପଦ ଜୀବିକା ଥିଲା। ଲୋକମାନେ ତା ତଳକୁ ଆପଣଙ୍କର କ୍ରାଫ୍ଟ ପ୍ରଡ୍ୟୁସର ମାନଙ୍କୁ ଗଣା ଯାଉଥିଲା। ଯୋଉମାନେ ଚାଷ କରୁଥିଲେ, ଯୋଉମାନେ ବ୍ୟବସାୟ କରୁଥିଲେ, ସେମାନଙ୍କୁ ଗୋଟେ ଶ୍ରେଣୀରେ ରଖାଯାଉଥିଲା। କଣ ପାଇଁ ସେଟା ସେତିକି ଲାଭଦାୟକ ଥିଲା। କିନ୍ତୁ ସମୟ କ୍ରମରେ ବିଭିନ୍ନ ଜୀବିକାର ଉଦ୍ଭାବନ ଯୋଗୁଁ ଆପଣଙ୍କ ଚାଷୀ ମାନଙ୍କୁ ଆଉ ସମ୍ମାନ ଦିଆଗଲା ନାହିଁ। ସେଇ ସିଚୁଏସନ ସାରଳା ଯୁଗରେ ହେଇଥିଲା। ତ କୃଷିଜୀବୀ ମାନଙ୍କୁ ଆପଣଙ୍କ ସମ୍ମାନ ମିଳୁନଥିଲା। ତ ସେଇଥିପାଇଁ ଯୋଉମାନେ କେବେ ନା କେବେ ବୈଶ୍ୟ ଭାବରେ ଥିଲେ ସେମାନେ ଆପଣଙ୍କ ଶୂଦ୍ରରେ ପରିଣତ ହେଇଥିଲେ। ଆଉ ସେଇଆ ହେଇଥିଲା ବି। ତ ଶାରଳା ଦାସ ବି ସେମିତି ଜଣେ ଶୂଦ୍ର ପରିବାରରେ ଜନ୍ମ ହେଇଥିଲେ ବା କୃଷିକାରୀ ପରିବାରରେ ଜନ୍ମ ହେଇଥିଲେ। ତ ତାଙ୍କ ପିତୃଙ୍କ ନାମ ଥିଲା ଆପଣଙ୍କ ସିଦ୍ଧେଶ୍ଵର ପରିଡା। ସେ ସିଦ୍ଧେଶ୍ଵର ପରିଡା ହଉଛି ଅରିଜିନାଲ ନା। ତାଙ୍କ ଜନ୍ମ ଯଦି କହିବେ କଟକ ଜିଲ୍ଲା ଝଙ୍କଡରେ। ଓକେ, ଝଙ୍କଡ ତାଙ୍କ ଗାଁ ଟା ଝଙ୍କଡ ନୁହଁ, ତାଙ୍କ ଗାଁ ଟା ହଉଛି କନକାବତୀପୁର ବା କନକପୁର ପାଟଣା, ଯାହା ବି କହିପାରନ୍ତି। ତ ସେଇଠି ସିଏ ଆପଣଙ୍କ ଜନ୍ମ ହେଇଥିଲେ। ହଁ, ଝଙ୍କଡର ନାଁ ବି ଆକ୍ଚୁଆଲି ଝଙ୍କଡ ନୁହଁ, ଝଙ୍କଡର ନାଁ ହଉଛି ସେ ସମୟରେ ଜଂଖେରପୁର ପାଟଣା ଥିଲା। ଓକେ, ଲେଖିଦେଇଥାନ୍ତୁ ଏକ୍ସାମରେ ପ୍ରିଲିମ୍ସରେ ଆପଣଙ୍କୁ ଆସିପାରେ, ନହେଲେ ସେତେବେଳେ କହିବେ ସାର୍ କହିନଥିଲେ ଏଇଟା କୋଉଠୁ କୋଶ୍ଚେନଟା ପଡିଲା ଆମେ ଜାଣିପାରିଲୁନି। ବର୍ତ୍ତମାନ ଯାହାକୁ ଆମେ ଝଙ୍କଡ ବୋଲି କହୁଛନ୍ତି, ସାରଳା ଯୁଗରେ ସେ ଜାଗାଟାକୁ ଆପଣଙ୍କ ଜଂଖେରପୁର ପାଟଣା ବୋଲି କୁହାଯାଉଥିଲା। ଓକେ, ଜଂଖେରପୁର, ମୁଁ ଲେଖୁନାହିଁ ଆପଣ ମାନେ ଲେଖନ୍ତୁ, ଜଂଖେରପୁର ପାଟଣା ଥିଲା। ସେଠି ସେ ଆପଣଙ୍କ ଜନ୍ମ ହେଇଥିଲେ। ତ ତାଙ୍କ ବାପା ମାଙ୍କର ତ ମୃତ୍ୟୁ ହେଇଯାଇଥିଲା ସେ ପିଲାଦିନ ଥିଲା। ତାଙ୍କ ବଡ ଭାଇଙ୍କର ସେ ଆଶ୍ରୟ ନେଇଥିଲେ। ତାଙ୍କର ବଡ ଭାଇ ତାଙ୍କୁ ଲାଳନ ପାଳନ କରିଥିଲେ। ତାଙ୍କ ବଡ ଭାଇ ହଉଛନ୍ତି ପରଶୁରାମ, ପରଶୁରାମ ପରିଡା। ତାଙ୍କର ତତ୍ୱାବଧାନରେ ହିଁ ସେ ଲାଳିତ ପାଳିତ ହେଇଥିଲେ, ବଡ ହେଇଥିଲେ। ଆଉ ତାଙ୍କ ପରିବାର ଆପଣଙ୍କର ବଂଶାନୁକ୍ରମିକ ଭାବରେ ମା ଶାରଳାଙ୍କ ପୀଠରେ ସେମାନେ ପୂଜକ ଭାବରେ କାମ କରୁଥିଲେ। କଥାଟା କଣ ହଉଛି କି ଯେତିକି ବି ଶକ୍ତି ପୀଠ ଗୁଡା ଆପଣ ଦେଖିବେ, ଓକେ, ଯେତିକି ବି ଶକ୍ତି ପୀଠ ଦେଖନ୍ତୁ
ଶକ୍ତି ପୀଠ ଗୁଡା ଦେଖନ୍ତୁ, ସେ ଶକ୍ତି ପୀଠ ଗୁଡା ରେ ଯେତିକି ବି ପୂଜକ ଅଛନ୍ତି ସେମାନେ ଦେଖିବେ ବ୍ରାହ୍ମଣ ନଥିବେ ମାକ୍ସିମମ୍, ଆପଣଙ୍କର ମୁଁ ଯେତିକି ଜାଣିଛି। ପର୍ଟିକୁଲାରଲି ଘଟଗାଁରେ ବି ତ ଆମର ଯଦି କହିବେ ଓକେ, ଏଠି ବି ଦେହୁରୀ ମାନେ ପୂଜା କରନ୍ତି ଯୋଉମାନେ ବ୍ରାହ୍ମଣ ନୁହନ୍ତି, ଜାତିରେ ବ୍ରାହ୍ମଣ ନୁହନ୍ତି ଏମାନେ। ଓକେ, ତ ଏକ୍ଜାକ୍ଟଲି ସେଇ ପରମ୍ପରାରେ ସାରଳା ପୀଠରେ ବି ୟାଙ୍କ ପରିବାର ବଂଶାନୁକ୍ରମିକ ଭାବରେ ପୂଜା ଅର୍ଚ୍ଚନା କରିକି ଆସୁଥିଲେ ପୂଜକ ଭାବରେ। ସେଇ ପ୍ରକ୍ରିୟାରେ ସାରଳା ଦାସ ବି ବା ସିଦ୍ଧେଶ୍ୱର ପରିଡା ବି ସାରଳାଙ୍କର ପୂଜକ ଭାବରେ ଆପଣଙ୍କର କାମ କରୁଥିଲେ। ସେଇ ସମୟରେ ମାଙ୍କର ଆଶୀର୍ବାଦ ପ୍ରାପ୍ତ ହେଇକି କବିତ୍ୱ ପ୍ରାପ୍ତ ହେଇଥିଲା ତାଙ୍କୁ। ଆଉ ସିଏ ଆପଣଙ୍କର ଚଣ୍ଡୀ ପୁରାଣ, ବିଲଙ୍କା ରାମାୟଣ, ମହାଭାରତ ରଚନା କରିଥିଲେ। ଆଉ ନିଜକୁ ଯେହେତୁ ସିଏ ଶୂଦ୍ରରେ ଥିଲେ, ଆଉ ସିଏ ଆପଣଙ୍କର ସେଇଥିପାଇଁ ତାଙ୍କୁ ଯେହେତୁ ପୂଜା ଅର୍ଚ୍ଚନା କରୁଥିଲେ ତାଙ୍କୁ ମୁନି କୁହାଯାଏ। କେହି କେହି ସିଏ ମୁନି ସମାଜରୁ ଆସୁଥିଲେ ବୋଲି କୁହନ୍ତି। ଯାହା ବି ହଉ, ତାଙ୍କୁ ସିଏ ସେଥିପାଇଁ ନିଜକୁ ଶୂଦ୍ର ମୁନି ବୋଲି ସିଏ କହିଛନ୍ତି। ଆଉ ସିଏ ପ୍ରାୟ ଗୋଟେ କଥା ସବୁବେଳେ କୁହନ୍ତି, ସିଦ୍ଧେଶ୍ୱର ପଇଡିଆ ସାରଳା ଦାସ ଯୋଉ ହେଲେ, ସେଇ ପ୍ରକ୍ରିୟାକୁ ନେଇକି ବିଭିନ୍ନ ପ୍ରକାର ଆପଣଙ୍କର କିମ୍ବଦନ୍ତୀ ଓଡିଶାରେ ଆପଣଙ୍କର ପ୍ରଚଳିତ ଅଛି। ଓକେ, ବିଭିନ୍ନ କଥା ପ୍ରଚଳିତ ଅଛି। ସେ ସାରଳା ଦେବୀଙ୍କର ବରପ୍ରାପ୍ତି ହେବାକୁ ନେଇକି ବିଭିନ୍ନ କଥା ଶୁଣାଯାଏ। ଯାହା ବି ହଉ, ସାରଳା ଦାସଙ୍କର ଯେତେବେଳେ କଥା କୁହନ୍ତି ଆମେ, ମତେ ସବୁବେଳେ, ମୁଁ ତ ଚଣ୍ଡୀ ପୁରାଣ ପଢି ନାହିଁ ସତ କହିବାକୁ ଗଲେ, ମୁଁ ବିଲଙ୍କା ରାମାୟଣ ଆଉ ମହାଭାରତ କିନ୍ତୁ ପଢିଛି। ଆଉ ଥରେ ନୁହଁ ଅନେକ ବାର ପଢିଛି ଆପଣଙ୍କର, ବହୁତ ଇଣ୍ଟରେଷ୍ଟିଂ ବହି। ଆଉ ସେଗୁଡା ମୁଁ ବହୁତ ଛୋଟ ବେଳୁ ହିଁ ପଢିଛି। ଘରେ ଥିଲା ସେତେବେଳେ ଆପଣଙ୍କର, ଘରେ ତ ଅନ୍ୟ ଅନ୍ୟ କିଛି ଆପଣଙ୍କର ଏଣ୍ଟରଟେନମେଣ୍ଟର ମାଧ୍ୟମ ନଥିଲା ସେତେବେଳେ, ନା ଟିଭି ରେଡିଓ ଇତ୍ୟାଦି କିଛି ନଥିଲା। ତ ଯାହା ଘରେ ଥିବ ବହି ପଢିବେ ଆପଣ, ତାକୁ ସେ କାହାଣୀ ପଢନ୍ତୁ, ଯାହା ବି ପଢନ୍ତୁ। ଘରେ ବିଲଙ୍କା ରାମାୟଣ ମହାଭାରତ ଏଗୁଡାର କପି ଥିଲା। ଓକେ, ତ ମୁଁ ବହୁତ ଛୋଟ ବେଳୁ ଏଗୁଡାକୁ ପଢିଥିଲି ଆଉ ବହୁତ ବାର ପଢିଛି। ତ ମୁଁ, ମତେ କହିବେ ତ ମୁଁ ସବୁ ପର୍ବ ଗୁଡାକୁ ଆକୁରେଟଲି ଆପଣଙ୍କୁ ସବୁ ଶୁଣେଇଦେବି। ତ ଆମର ତ ସେଟା ଦରକାର ନାହିଁ। ଆମେ ଓକେ, ସାରଳା ଯୁଗର ଇତିହାସ ଆମେ ପଢୁଛନ୍ତି, ଆମର ସାରଳାଙ୍କର ଲେଖା ସବୁ ପଢୁନାହାନ୍ତି। ଯାହା ବି ହଉ, ସାରଳା ଦାସ ନିଜର ସେ ଯୋଉ ଗ୍ରନ୍ଥ ଗୁଡାରେ ସର୍ବତ୍ର ଗୋଟେ କଥା ସିଏ କହିଛନ୍ତି ଯେ ସିଏ ମୂର୍ଖ ଥିଲେ, ଅପଣ୍ଡିତ ଥିଲେ, ଶାସ୍ତ୍ର ବୁଦ୍ଧିହୀନ ଥିଲେ। କିନ୍ତୁ ବାଗ୍ ଦେବୀ ସାରଳାଙ୍କର ପ୍ରସାଦରୁ, ସାରଳାଙ୍କର ସ୍ୱପ୍ନ ଦେଶରୁ ସିଏ ବିଭିନ୍ନ କଥା ସିଏ ଲେଖିଛନ୍ତି। ଆଉ ତାଙ୍କ ବହିରେ ଆପଣଙ୍କର ବିଭିନ୍ନ ଦେଶର ଜିଓଗ୍ରାଫି ବିଷୟରେ ବି ଲେଖା ଅଛି, ସେଗୁଡା ବି ସିଏ ମାଙ୍କ କୃପାରୁ ଜାଣିଛନ୍ତି ବୋଲି ସିଏ ଲେଖିଛନ୍ତି। ଓକେ, କିନ୍ତୁ ଗୋଟେ କଥାଟା ହଉଛି, ଆମେ ଯଦି ସାରଳା ସାହିତ୍ୟକୁ ଆମେ ଅଧ୍ୟୟନ କରିବା ତାହେଲେ ଗୋଟେ ଜିନିଷ ଆମେ ଜାଣନ୍ତି ଯେ ଜଣେ ମୂର୍ଖ ଅପଣ୍ଡିତ ବ୍ୟକ୍ତି ସେତିକି କାର୍ଯ୍ୟ କରିପାରିବନି। ସିଏ ନିଶ୍ଚିତ ଭାବରେ ବହୁ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିଲେ, ଆଉ ପାଣ୍ଡିତ୍ୟର ସିଏ ପରିଚୟ ଦେଇଥିଲେ। ଆପଣ, ମୁଁ ଆଗରୁ ବହୁତ ଥର କହିଛି, ଯିଏ କୁହନ୍ତି ଯେ ଶୂଦ୍ର ମାନଙ୍କୁ ପଢିବାକୁ ଦିଆଯାଉନଥିଲା ବେଦ, ସିଏ ଭୁଲ କଥା କୁହନ୍ତି। ତାଙ୍କୁ ଜଣା ନାହିଁ ଓଡିଶାର ସାମାଜିକ ସ୍ଥିତି, ଜଣା ନାହିଁ ଓଡିଶା କଣ ଭାରତର ସାମାଜିକ ସ୍ଥିତି ଜଣା ନାହିଁ। ସବୁ ଦିଆଯାଉଥିଲା ଆପଣଙ୍କୁ, କିନ୍ତୁ କଥାଟା ହଉଛି କେତେ ଲୋକ ଇଣ୍ଟରେଷ୍ଟେଡ ଥିଲେ। ମୁଁ ସେଇ କଥାଟା ଯୋଉମାନେ କୁହନ୍ତି ଯେ ଝିଅ ମାନଙ୍କୁ, ନାରୀ ମାନଙ୍କୁ, ଶୂଦ୍ର ମାନଙ୍କୁ ବେଦ ଅଧ୍ୟୟନ କରିବାକୁ ଦିଆଯାଉନଥିଲା, ମତେ କହିଲେ ଗୋଟେ କଥାଟା, ଆପଣ ମାନଙ୍କ ଭିତରୁ କ୍ୱେଶ୍ଚନ, ଆମ ମାନଙ୍କ ଭିତରୁ, ଖାଲି ଆପଣଙ୍କ କଥା ମୁଁ କହୁଛି, ଆମ ମାନଙ୍କ ଭିତରୁ କେତେ ଜଣ ବେଦ ପଢିଛନ୍ତି, ଅଧ୍ୟୟନ କରିବାକୁ କେତେ ଜଣ ଆଗ୍ରହ? ବେଦ ଅଧ୍ୟୟନ କଣ, ଆପଣ ମାନଙ୍କ ଭିତରୁ ବେଦଟା ଗୋଟେ ସ୍ପେଶିଆଲିଷ୍ଟ ଅଧ୍ୟୟନ, ସ୍ପେଶିଆଲ ଏଜୁକେଶନ ବା ହାୟର ଏଜୁକେଶନ। ଆମ ମାନଙ୍କ ଭିତରୁ କେତେ ଜଣ ହାୟର ଏଜୁକେଶନ ପରସ୍ୟୁ କରୁଛନ୍ତି ଫର ଇଣ୍ଟରେଷ୍ଟ, ପରୀକ୍ଷାର ନମ୍ବର ଆଣିକି ଚାକିରି କରିବାର ମୋଟିଭକୁ ଛାଡି ଦେଇକି କେତେ ଜଣ ଆମେ ହାୟର ଏଜୁକେଶନକୁ ଆଡପ୍ଟ କରୁଛନ୍ତି? খুব কম বাহারিবে, অতি বেশিরে 1% ବି ଯଦି ବାହାରିବେ ତାହେଲେ ବହୁତ ସେଟା। କିନ୍ତୁ ନାଇଁ, ଆମର ଚାକିରି ସର୍ବସ୍ୱ, ଆମର ଚାକିରି ଦରକାର। ଆମର ପାଠଟାକୁ ଏମିତି ଭାବରେ ପଢିବା ଯେମିତି ଚାକିରିଟା ମିଳିବ, ଆମର କିଛି ଜାଣିବା ଦରକାର ନାହିଁ। ଆପଣ ପିଜି କମ୍ପ୍ଲିଟ କରିଥିବେ, ପିଏଚଡି କମ୍ପ୍ଲିଟ କରିଥିବେ, ତାଙ୍କୁ ଗୋଟେ କନସେପ୍ଟ ପଚାରିଲେ ସେମାନେ ଏକ୍ସପ୍ଲାନ କରିପାରୁନାହାନ୍ତି, ନହେଲେ ଯାହା କହୁଛନ୍ତି ଇଆଡୁ ସିଆଡୁ କି କହୁଛନ୍ତି। ଓକେ, ତ କାହିଁକି ସେମିତି ହଉଛି? ସେତେବେଳେ ବି ସେଇ ପ୍ରକ୍ରିୟାଟା ଥିଲା। ପାଠ ପଢିବାଟା ନା ଗୋଟେ ଏତେ ସହଜ କାର୍ଯ୍ୟ ନୁହଁ, ତାକୁ କିଛି ଲୋକ ହିଁ ତାକୁ କରିପାରୁଥିଲେ, ଯୋଉଟା ବି ସେଇ ଯୁଗରେ ଥିଲା। ଆଉ ଯୋଉଠି ବ୍ରାହ୍ମଣ, ସବୁ ବ୍ରାହ୍ମଣ କଣ ବେଦ ପଢୁଥିଲେ, ଅଧ୍ୟୟନ କରୁଥିଲେ ସମସ୍ତେ? ନା ସବୁ କ୍ଷତ୍ରିୟ ଆପଣଙ୍କର ସବୁ ବେଦ ଅଧ୍ୟୟନ କରୁଥିଲେ? ନାଇଁ, ଯଦି ସେମାନେ କରୁନାହାନ୍ତି, ଯିଏ ଆପଣଙ୍କର ଯୋଉମାନେ ଶୂଦ୍ର ଥିଲେ ସେମାନେ ତ ଯୋଉ ପରିବେଶରେ ରହୁଥିଲେ କହିବା ବାହାରେ, ସେଠୁ କେତେ ଜଣ ଆପଣଙ୍କର ବାହାରିବେ ପାଠ ପଢିବା ପାଇଁ? ଇଏ ହଉଛି କଥା। ଯାହା ବି ହଉ, ଇଏ କିନ୍ତୁ ଆପଣଙ୍କର ଯୋଉ ସାରଳା ଦାସ, ସିଏ ନିଶ୍ଚିତ ଭାବରେ ବହୁତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ରାମାୟଣ ଆପଣଙ୍କର, ସଂସ୍କୃତ ମହାଭାରତ, ଆଉ
ଯଦି କହିବା ଆଉ ଅନ୍ୟ ପୁରାଣ ଗୁଡା ସଂସ୍କୃତର କୁ ଗଭୀର ଅଧ୍ୟୟନ କରିନଥିଲେ ସିଏ ମହାଭାରତ ଭଳିଆ ଏତେ ବଡ ବିରାଟ ଗ୍ରନ୍ଥ ସିଏ କେବେ ବି ରଚନା କରିପାରିନଥାନ୍ତେ। ଓକେ, କେବେ ବି ରଚନା କରିପାରିନଥାନ୍ତେ। ତ ଯାହା ବି ହଉ ସଂସ୍କୃତ ମହାଭାରତରୁ ସାରଳା ମହାଭାରତରେ ଆପଣଙ୍କର ସ୍ୱତନ୍ତ୍ରତା ନିଶ୍ଚିନ୍ତ ଭାବରେ ଅଛି। ମୁଁ ଆଗରୁ ବି ଏଇଟା କହିସାରିଛି, ମୁଁ ରିପିଟ କରୁନାହିଁ। ତ ମୂଳତଃ ଯଦି କହିବା ସାରଳା ଦାସ, ତାହେଲେ କ୍ୱେଶ୍ଚନଟା ହଉଛି ଯେ ସାରଳା ଦାସ ନିଜକୁ ମୂର୍ଖ ଅପଣ୍ଡିତ ବୋଲି କହିଲେ କଣ ପାଇଁ? ବାରମ୍ବାର ସିଏ ସେଇ କଥାଟା କହିଛନ୍ତି, କଣ ପାଇଁ କହିଛନ୍ତି? ଏଇଥିପାଇଁ ହୁଏତ କହିଛନ୍ତି ଯେ ସେଇ ସମୟର ସମାଜରେ ହଉଛି ବ୍ରାହ୍ମଣ ଶାସିତ ସମାଜ ଥିଲା। ସଂସ୍କୃତ ଭାଷାର ଆପଣଙ୍କର ଦବଦବା ଥିଲା ସେଇ ସମୟରେ। ସେମିତି ସମାଜରେ ଆପଣଙ୍କର ଜଣେ ଯଦି କେହି ଓଡ଼ିଆ ସାହିତ୍ୟରେ ଓଡ଼ିଆକୁ ଆପଣଙ୍କର ପ୍ରାକୃତ ଭାଷା ବୋଲି କୁହାଯାଉଥିଲା, ସେଇ ଭାଷାରେ ଯେତେବେଳେ ଜଣେ ଲେଖୁଛି ସିଏ ଆପଣଙ୍କର ସେଇ ସମୟର ସମାଜରେ ହୁଏତ ଆଦୃତ ହେଇପାରିନଥାନ୍ତା। ସେ ବ୍ରାହ୍ମଣ ମାନେ ହୁଏତ କଣ ପାଇଁ କହିଲେ? ବ୍ରାହ୍ମଣ କହିଲେ କଣ କି ଯେତିକି ଆପଣଙ୍କର ଚାକିରିଆ ଗୋଷ୍ଠୀ, ଓକେ, ଏବେ ବି ସେଇଗୁଡା ଯୋଉଗୁଡା ପାଠୁଆ ଚାକିରିଆ ଗୋଷ୍ଠୀ ସେମାନେ ହେଲେ ବ୍ରାହ୍ମଣ। ଯିଏ କହିଦଉଛି ବର୍ଣ୍ଣ ସିଷ୍ଟମ ଆପଣଙ୍କର ଭାଙ୍ଗି ଗଲାଣି, ଓକେ, କିମ୍ବା ବର୍ଣ୍ଣ ସିଷ୍ଟମ ଆପଣଙ୍କର ଭାଙ୍ଗି ଯିବା ଜରୁରୀ, ସେଟା ଭୁଲ କଥା। ସେଟା କେବେ ବି ଯିବନି। କଣ ପାଇଁ କହିଲେ ଯିବନି? ଏଇଥିପାଇଁ ଯିବନି ଯେ ସେଟା ଆପଣ କଣ ପ୍ରଫେସନ ସହିତ ଜଡିତ। ବ୍ରାହ୍ମଣ ମାନେ କଣ କରୁଥିଲେ? ବିଦ୍ୟା ଅଧ୍ୟୟନ କରୁଥିଲେ, ବିଦ୍ୟା ପ୍ରଦାନ କରୁଥିଲେ, ରାଜକାର୍ଯ୍ୟ କରୁଥିଲେ। ତ ଏବେ ବି ସେମିତି ଗୋଟେ ଗୋଷ୍ଠୀ ଅଛନ୍ତି ଯୋଉମାନେ କଣ କରୁଛନ୍ତି? ସେମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି, ବିଦ୍ୟା ଦାନ କରୁଛନ୍ତି। ଦାନ ତ କରୁନାହାନ୍ତି, ବିଦ୍ୟା ବିକ୍ରି କରୁଛନ୍ତି। ସେତେବେଳେ ଦାନ ଥିଲା, ଏବେ ବିକ୍ରି ଚାଲିଛି। ଆଉ ସେମାନେ ସରକାରୀ ଚାକିରି କରୁଛନ୍ତି ବା ରାଜ୍ୟ କାର୍ଯ୍ୟ କରୁଛନ୍ତି। ସେଇମାନଙ୍କୁ ହିଁ ତ ବ୍ରାହ୍ମଣ କୁହାଯାଏ। ବ୍ରାହ୍ମଣ କିଏ? ତାକୁ ପଚାରିଲେ ନା ସିଏ ଆପଣଙ୍କର ତ ସେଇ ଯୋଉମାନେ ଆପଣଙ୍କର ବିଦ୍ୟା ଅଧ୍ୟୟନ କରୁଛନ୍ତି, କିମ୍ବା ଆପଣ ଗୋଟେ ଜଣେ ଯଦି କହିବା ଜଣେ ଶିକ୍ଷକ, ବ୍ରାହ୍ମଣ କହିଲେ ଶିକ୍ଷକ। ତ ଜଣେ ଶିକ୍ଷକ ତା ଝିଅକୁ ଜଣେ ଚାଷୀକୁ ଦବ କି ପଚାରିବେ? ଆପଣ ଜଣେ ଜଣେ ଝିଅକୁ ପ୍ରସ୍ତାବ ନେଇକି ଯାଆନ୍ତୁ, ଯୋଉ ପୁଅ ପିଲାମାନେ ଅଛନ୍ତି, ଯାଆନ୍ତୁ ଜଣେ ଶିକ୍ଷକଙ୍କର ଝିଅକୁ ଯାଇକି କହିବେ ବାହା ହେବେ ବୋଲି, ଆଉ କହିବେ ତାଙ୍କୁ ଯେ ଆପଣ ଚାଷ କରୁଛନ୍ତି, ଆପଣ ପାଠ ପଢିନାହାନ୍ତି, ଅଣ୍ଡର ମାଟ୍ରିକ, ଚାଷ କରୁଛନ୍ତି, ତାଙ୍କୁ କହିଲେ ଦେଖିବା ସିଏ ଯଦି ଝିଅକୁ ଦେବେ ତାଙ୍କର, ଆପଣ ସମାନ ଜାତିର ହେଇଥାନ୍ତୁ, ଆପଣ ଉଚ୍ଚ ଜାତିର ହେଇଥାନ୍ତୁ, ଯଦି ଦେବେ ସିଏ ଆପଣଙ୍କୁ ସିଧା ରକଠକ ମନା କରିଦେବେ। ଏଇଟା ତ ଏଇ ବର୍ଣ୍ଣ ସିଷ୍ଟମ କଣ? ବର୍ଣ୍ଣ ବ୍ୟବସ୍ଥା ତ ଏଇଟା ଆଉ କିଛି ନାହିଁ। ବର୍ଣ୍ଣ ବ୍ୟବସ୍ଥା କେବେ ବି ପରିବର୍ତ୍ତନ ହବ ନାହିଁ, ସିଏ ସେମିତି ରହିଛି। ହଁ, ତାର କାୟାକଳ୍ପ ପରିବର୍ତ୍ତନ କରିଦେଇପାରେ। ଓକେ, ହଁ, ଯେମିତି ଆପଣଙ୍କର ପ୍ରଥମ ପର୍ଯ୍ୟାୟରେ ବର୍ଣ୍ଣ ସିଷ୍ଟମଟାରେ ମୋବିଲିଟି ଥିଲା, ମିନ୍ସ ଜଣେ କ୍ଷତ୍ରିୟ ବ୍ରାହ୍ମଣ ହେଇପାରୁଥିଲା, ଜଣେ ଶୂଦ୍ର ବି ଆପଣଙ୍କର ବୈଶ୍ୟ ହେଇପାରୁଥିଲା କିମ୍ବା ବ୍ରାହ୍ମଣ ହେଇପାରୁଥିଲା। ସେଇ ମୋବିଲିଟିଟା ବର୍ତ୍ତମାନ ଅଛି ଯେ ଜଣେ ମାଷ୍ଟର ଚାକିରି କରୁଛି, ତା ପୁଅ ଆପଣଙ୍କର ଅଲଗା କିଛି ଚାକିରି ବି କରୁଛି। ଦେଖିବେ ଗୋଟେ ସମୟ ଆସିବ ଏଇ ସିଷ୍ଟମରେ ସେଟା ଷ୍ଟପ୍ ହେଇଯିବ। ଯିଏ ଯାହା କରୁଛି ତା ଛୁଆ ପିଲାମାନେ ସେଇଆ ହିଁ କରିବେ, ତାପରେ ଗୋଟେ ବ୍ୟବସ୍ଥାରେ ପରିଣତ ହେଇଯିବ। ସେ ସେମିତି ହିଁ ହୁଏ। ସମାଜଟାକୁ ଭଲ ଭାବରେ ଅଧ୍ୟୟନ କରନ୍ତୁ। ଓକେ, ତ ଯାହା ବି ହଉ, ସେମିତି ଗୋଟେ ସମାଜରେ ଆପଣଙ୍କର ବହୁତ ବାଧାର ସମ୍ମୁଖୀନ ହେଇଥିବେ ଇଏ ନିଶ୍ଚିତ ଭାବରେ। ଏମିତି ବି ଶୂଦ୍ର ଜନ୍ମ ହେଇଥିଲେ, ସେଇଥିରେ ପୁଣି ସିଏ ରଚନା କରୁଛନ୍ତି ସରଳ ଭାଷାରେ। କଥାଟା ହଉଛି କଣ କି ସମସ୍ତେ ନିଜ ପ୍ରଫେସନକୁ ବଞ୍ଚେଇବାକୁ ଚାହାନ୍ତି। ମୁଁ ଯୋଉ କଥାଟା କହିଥିଲି, ଜଣେ ସରକାରୀ ଚାକିରିଆ ସିଏ ଚାହିଁବ ମୋ ଛୁଆ ବି ସରକାରୀ ଚାକିରି କରୁ। ଓକେ, ସିଏ କମ୍ପିଟିଟରକୁ ଆପଣଙ୍କର କଣ କରିବ? ଏଲିମିନେଟ କରିବାକୁ ଚାହିଁବେ, ଏଲିମିନେସନ ମେଥଡ, ଯେ ତାର କମ୍ପିଟିସନ ରେ ଯିଏ ଆସିଛି ସିଏ ଯାଉ। ଜଣେ ଯଦି ଆଉ କିଛି ସରଳ ସହଜ ଉପାୟରେ ଆପଣଙ୍କର ଦେଇଦେଲା, ତାହେଲେ ସେମାନଙ୍କୁ ସେଟା କଷ୍ଟ ଲାଗିବ। ସେଇଆ ହିଁ ହେଇଥିଲା ସେଇ ସମୟର ସମାଜରେ। ଆଉ ଯୋଉଟା ସଂସ୍କୃତକୁ ସମସ୍ତେ ବୁଝିପାରିବେନି, ଆପଣଙ୍କର ପୁରାଣ ପଣ୍ଡାର ଆବଶ୍ୟକତା ରହୁଥିଲା ସେତେବେଳେ। ଯେ ସଂସ୍କୃତ ଆପଣଙ୍କ ଗାଁ ଗୁଡାରେ ସବୁ ଥିଲେ, ସେମାନେ ସଂସ୍କୃତରେ ମହାଭାରତ, ରାମାୟଣ, ଭାଗବତ ଏଗୁଡା ସବୁ ପଢେଇକି ଲୋକମାନଙ୍କୁ ତାର ଅର୍ଥ କରିକି ବୁଝଉଥିଲେ। କିନ୍ତୁ ଯେତେବେଳେ ଜଣେ ଓଡିଆ ଭାଷାରେ ଲେଖିଲା, ତାକୁ ଇଏ ତ ଜନମାନସର ଭାଷା, ସମସ୍ତେ ଆରାମରେ ବୁଝିପାରିବେ। ତାର ଫଳ ସମସ୍ତେ କଣ? ଆପଣଙ୍କ କାହାର ଆବଶ୍ୟକତା ହବନି, ବ୍ରାହ୍ମଣ ମାନଙ୍କୁ ପଚାରିବ କିଏ? ଆପଣଙ୍କୁ ଆଉ ଗୋଟେ ଏତେ ଦୂର ନୁହଁ, ମୁଁ ଗୋଟେ ଆପଣଙ୍କର ବ୍ରିଟିଶ ମାନଙ୍କ ସମୟରେ ଗୋଟେ କଥା କହୁଛି। ବ୍ରିଟିଶ ମାନଙ୍କ ସମୟରେ ଜଣେ ମହାନୁଭବ ଥିଲେ, ତାଙ୍କ ନାଁ ହଉଛି ରାଜା ରବି ବର୍ମା। ମୁଁ ଭାବୁଛି ଜାଣିଥିବେ, ଆପଣ ମାନେ ପଢିଥାଇ ପାରନ୍ତି ହୁଏତ କଲଚରରେ ରାଜା ରବି ବର୍ମାଙ୍କ ବିଷୟରେ। ଯଦି ପଢି ନାହାନ୍ତି, ଆମେ ଗୋଟେ ସେସନ ରଖିବା ରାଜା ରବି ବର୍ମାଙ୍କ ବିଷୟରେ ନେକ୍ସଟ ସେସନରେ, ନହେଲେ ଆମେ ତାଙ୍କ ବିଷୟରେ ଆଲୋଚନା କରିବା। ଦ୍ୟାଟ୍ ଇଜ ପାର୍ଟ ଅଫ କଲଚର। ସିଏ ହଉଛନ୍ତି ପ୍ରଥମ ଆଧୁନିକ ଚିତ୍ରଶିଳ୍ପୀ। ଓକେ, ଆପଣଙ୍କର ଭାରତର ପ୍ରଥମ ଆଧୁନିକ ଚିତ୍ରଶିଳ୍ପୀ କହିଲେ ଅତ୍ୟୁକ୍ତି ହବନି। ସିଏ କୌଣସି ରାଜା ନଥିଲେ। ଟ୍ରାଭାନକୋର, ମେ ବି ଟ୍ରାଭାନକୋର, ୟେସ୍, ଆପଣଙ୍କ ଟ୍ରାଭାନକୋର ରାଜା ତାଙ୍କୁ ରାଜା ଉପାଧି ଦେଇଥିଲେ। ଯେମିତି ରାଜା ରାମମୋହନ ରାୟଙ୍କୁ ଆକବର ଦେଇଥିଲେ ଆପଣଙ୍କ କଣ
ରାଜା ଉପାଧି ଦେଇଥିଲେ ଏକ୍ଜାକ୍ଟଲି ସେମିତି ସିଏ ସିଏ ଏତେ ସୁନ୍ଦର ଚିତ୍ର ଅଙ୍କନ କରୁଥିଲେ ସେ ତାଙ୍କୁ ରାଜା ଉପାଧି ଦିଆଯାଇଥିଲା। ସିଏ ଜାଣିଛନ୍ତି କଣ କରିଥିଲେ ତାଙ୍କର ଗୋଟେ କଣ୍ଟ୍ରିବ୍ୟୁସନ ହଉଛି ଆପଣ ଦେଖିଥିବେ ଆପଣଙ୍କ ଘରେ ଆଜି ଘର ଭିତରେ ମନ୍ଦିର କରିଛନ୍ତି ପ୍ରତ୍ୟେକ ଲୋକଙ୍କର ଘରେ ଆପଣଙ୍କର ଠାକୁର ଘର ଥିବ ନିଶ୍ଚିତ ଭାବରେ। ଏବେ ଗୋଟେ ଟ୍ରେଣ୍ଡ ହେଇଗଲାଣି ନୂଆ ଘର ତିଆରି କରୁଛନ୍ତି ତ ଠାକୁର ଘର ନିଶ୍ଚିତ ଭାବରେ ତିଆରି କରୁଛନ୍ତି। ସେଠି କଣ ମୂର୍ତ୍ତି ରଖିକି ପୂଜା କରୁଛନ୍ତି ନା ଫଟୋ ରଖିକି ପୂଜା କରୁଛନ୍ତି ନା ଫଟୋ ରଖିଛନ୍ତି ବିଭିନ୍ନ ପ୍ରକାର ମା ତାରିଣୀଙ୍କର ରଖିଦେଇ ପାରନ୍ତି ଜଗନ୍ନାଥଙ୍କର ରଖିଦେଇ ପାରନ୍ତି ଆଉ ସମଲେଶ୍ୱରୀଙ୍କର ବିଭିନ୍ନ ପ୍ରକାର ଦେବାଦେବୀ ଆଉ ଜଣଙ୍କ ଠାକୁର ଘରେ ତ ବୋଧେ ମୁଁ ଭାବୁଛି ଯେତିକି ଠାକୁରଙ୍କର ସିଏ ନାଁ ଜାଣିଥିବେ ପ୍ରାୟ ସମସ୍ତଙ୍କର ଫଟୋ ରଖିକି ପୂଜା କରୁଛନ୍ତି ଗୋଟେ ମାନେ କରୁଛନ୍ତି ଆଉ କାଳେ ସମସ୍ତଙ୍କୁ ଜଣେଇ ଯାଇଥିବା କାଳେ କି କାହାଠି ଲାଗିଯିବ ନୁହଁ କି? ଇଏ ନହେଲେ ସିଏ ଓକେ ମା ଲକ୍ଷ୍ମୀକୁ ଡାକିଲେ ମା ଧନ ଦେ ଯଦି ମା ଲକ୍ଷ୍ମୀ ନ ଶୁଣିଲେ ଭଗବାନ ବିଷ୍ଣୁଙ୍କୁ ଡାକିଲେ କହିବେ ପ୍ରଭୁ ମା ଲକ୍ଷ୍ମୀଙ୍କୁ ଟିକେ କୁହ ସିଏ ଧନ ଦିଅ ଏଇ ପ୍ରକାର ଚାଲିଛି ଆମର ପରମ୍ପରା। ତ କଥାଟା ହଉଛି ଆପଣ ସେଇ ପୂଜାଟା କରିପାରୁଛନ୍ତି କଣ ପାଇଁ ଜାଣିଛନ୍ତି ରାଜା ରବି ବର୍ମାଙ୍କ ଯୋଗୁଁ ଆପଣ ଜାଣି ଥାଇ ପାରନ୍ତି କି ନଥାଇ ପାରନ୍ତି ମୁଁ କହିପାରିବିନି କିନ୍ତୁ ନୋଟ କରିଦିଅନ୍ତୁ ରାଜା ରବି ବର୍ମାଙ୍କର ତାଙ୍କ ଯୋଗୁଁ ଆପଣ ଏଇଟା କରିପାରୁଛନ୍ତି କଣ ପାଇଁ କହିଲେ ୟା ପୂର୍ବରୁ ଫଟୋ ପୂଜାର କୌଣସି ପରମ୍ପରା ନଥିଲା ଫଟୋ ହିଁ ନଥିଲା ଆପଣଙ୍କର ଦେବାଦେବୀଙ୍କର। ରାଜା ରବି ବର୍ମା ଥିଲେ ପ୍ରଥମେ ଯିଏକି ଆପଣଙ୍କର ମା ସରସ୍ୱତୀଙ୍କର ବୀଣାବାଦିନୀ ମା ସରସ୍ୱତୀ ମା ଲକ୍ଷ୍ମୀଙ୍କର ଗଣେଶଙ୍କର ଏମିତି ସମସ୍ତଙ୍କର ଚିତ୍ର ସିଏ ଅଙ୍କନ କରିଥିଲେ ଖାଲି କଣ ଅଙ୍କନ କରିଥିଲେ କି ଗୋଟେ ମଜାଦାର କଥା କହୁଛି ଆପଣଙ୍କୁ ତାଙ୍କ ଲାଇଫ ର କଥାଟା କଣ ହଉଛି ସିଏ ପ୍ରଥମେ ପ୍ରେସ ବି ସ୍ଥାପନା କରିଥିଲେ ଫଟୋ ଛାପିବା ପ୍ରେସ ବି ସିଏ ସ୍ଥାପନା କରିଥିଲେ ଭାରତରେ ପ୍ରଥମେ ଜଣେ ଜର୍ମାନ ବ୍ୟକ୍ତିଙ୍କର ସହାୟତାରେ ଓକେ ଜର୍ମାନ ବ୍ୟକ୍ତିଙ୍କର ସହାୟତାରେ ତାଙ୍କର କଣ୍ଡିସନ ଏଇଆ ଥିଲା ଯେ ରାଜା ରବି ବର୍ମା ଚିତ୍ର ତିଆରିବେ ଛାପିବେ ସେ ଜର୍ମାନ ବ୍ୟକ୍ତି ତାଙ୍କ ପ୍ରେସରେ 50-50 ସେୟାର ହବ ତାଙ୍କର ସେମିତି ଥିଲା ଆପଣଙ୍କର ମାଲିକାନା ସୂତ୍ରରେ ଥିଲା ଆପଣଙ୍କର ତ କଥାଟା ହେଇଛି ସେମାନେ ସେଇଆ କରିକି ଆପଣଙ୍କର ଛାପିଲେ ଛାପିକି ତାଙ୍କ ପ୍ରେସ ସାମ୍ନା ଗ୍ୟାଲେରୀରେ ପ୍ରଥମେ ଯୋଉଦିନ ଆପଣଙ୍କର ଦିଟା ବଡ ବଡ ଫଟୋ ଆପଣଙ୍କ ଗୋଟେ ମା ସରସ୍ୱତୀଙ୍କର ମା ଲକ୍ଷ୍ମୀଙ୍କର ଫଟୋ ସେମାନେ ମାରିଥାନ୍ତି ତାଙ୍କ ପ୍ରେସ ସାମ୍ନାରେ ଆକ୍ଚୁଆଲି କଣ କି ଲୋକମାନେ ସାଧାରଣ ଲୋକମାନେ ସେଠି ଯାଉଛନ୍ତି ଆଉ ବିଶେଷ କି ଆପଣ ଜାଣିଥିବେ ଗୋଟେ ସମୟ ଥିଲା ବୈଶ୍ୟ ଶୂଦ୍ର ଏମାନେ ବୈଶ୍ୟ ମାନଙ୍କର ବି କିଛି ବୈଶ୍ୟ ତ କହିବାନି ଶୂଦ୍ର ମାନଙ୍କର ହିଁ ଅନେକ କାଷ୍ଟ ଆପଣଙ୍କର ଶୂଦ୍ର ଲୋକମାନଙ୍କୁ ମନ୍ଦିର ଭିତରକୁ ପଶିବା ପାଇଁ ଦିଆଯାଉନଥିଲା ଟେମ୍ପୁଲ ଏଣ୍ଟ୍ରି ନଥିଲା ଆପଣ ଟେମ୍ପୁଲ ଏଣ୍ଟ୍ରି ମୁଭମେଣ୍ଟ ଆପଣଙ୍କର ବହୁତ ଜଣ କରିଛନ୍ତି ଇଭିନ୍ ସାଭରକର ବି ଟେମ୍ପୁଲ ଏଣ୍ଟ୍ରି ମୁଭମେଣ୍ଟ କରିଛନ୍ତି ତାଙ୍କ ବିଷୟରେ କେହି ଆପଣଙ୍କର ଆଲୋଚନା କରନ୍ତିନି ଓକେ କେବଳ ଆପଣଙ୍କର ଆମ୍ବେଦକର କିମ୍ବା ଅନ୍ୟମାନଙ୍କ ବିଷୟରେ ଆଲୋଚନା କରାଯାଏ କିନ୍ତୁ ସାଭରକରଙ୍କ ବିଷୟରେ କିଏ ଆଲୋଚନା ସିଏ ବି ମହାରାଷ୍ଟ୍ରରେ ଟେମ୍ପୁଲ ଏଣ୍ଟ୍ରି ମୁଭମେଣ୍ଟ କରିଥିଲେ ଆଉ ବହୁତ ଲାର୍ଜ ସ୍କେଲରେ ଆପଣଙ୍କର କରିଥିଲେ ଯାହା ବି ହଉ ତ ସେ ପ୍ରେସ ରାସ୍ତା ଦେଇକି ଆପଣଙ୍କର କିଛି ମହିଳା ଲୋକ ଯାଉଥିଲେ ସକାଳୁ ସକାଳୁ ସେମାନେ ମାରି ଦେଇଛନ୍ତି ଆପଣଙ୍କର ଫଟୋ ଗୁଡା ସବୁ ସେମାନେ ଅନେଇଲେ ଏମିତି ସେମାନେ କଣ କି ମନ୍ଦିର ଯାଆନ୍ତି ନାଇଁ ନା ସେମାନେ ଆକ୍ଚୁଆଲି ଦେବାଦେବୀଙ୍କର ମୂର୍ତ୍ତି କେମିତି ସେମାନେ ଜାଣିନାହାନ୍ତି ସେ କଥାଟା ଆକ୍ଚୁଆଲି ସେ ଆଇଡିଆଟା ତାଙ୍କ ଭିତରେ ସେଇଠୁ ପଶିଥିଲା ସେଇଠି ଯେତେବେଳେ ସିଏ ଫଟୋ ଗୁଡାକୁ ସାମ୍ନାରେ ମାରିଛନ୍ତି ସେ ମହିଳା କିଛି ମହିଳା ଯାଉଥିଲେ ପାଣି ଆଣିବା ପାଇଁ ସେ ରାସ୍ତା ଦେଇକି ସେମାନେ ସେଠି ମୁଣ୍ଡିଆ ମାରିଲେ ଆପଣଙ୍କର କଣ ପାଇଁ ନା ତାଙ୍କୁ ପ୍ରଥମ ଥର ପାଇଁ ଥିଲା ଏଇଟା ଏଇଟା ଗୋଟେ ବହୁତ ଆଶ୍ଚର୍ଯ୍ୟ କଥା ଥିଲା ଯେ ଆପଣଙ୍କର କିଛି କମ୍ୟୁନିଟି ସେମାନେ ଆପଣଙ୍କ ଜାଣିନଥିଲେ ଭଗବାନ ଦେଖିବାକୁ କେମିତି ବା ଅବଶ୍ୟ ଆମେ ବି ଜାଣିନାହାନ୍ତି ଭଗବାନ ଦେଖିବାକୁ କେମିତି କିନ୍ତୁ ଆମେ ତାକୁ ଚିତ୍ର ମାଧ୍ୟମରେ ପରିପୃଷ୍ଟ କରୁଛନ୍ତି ସେଠି ଆପଣଙ୍କର ମୁଣ୍ଡିଆ ମାରିଲେ ଫୁଲ ପକେଇବାକୁ ଆରମ୍ଭ କଲେ ଆପଣଙ୍କର କିଏ ତ ଧୂପ ଦେଇଦେଲା ସେଠି ଲୋକମାନଙ୍କର ଜମଘଟ ହେଇଗଲା ଏମିତି ତ ସେଇଥିରୁ ରାଜା ରବି ବର୍ମାଙ୍କ ଭିତରେ ଦିମାଗରେ ଆସିଲା ଯେ ଆକ୍ଚୁଆଲି କଣ କରିବା ଏଗୁଡାକୁ ଛୋଟ ଛୋଟ କପି କରିକି ବିକିବା ଯେମିତି ଆମର ଏଠି ତ କେନ୍ଦୁଝରରେ ମକର ସଂକ୍ରାନ୍ତି ହବ କିମ୍ବା ବିଭିନ୍ନ ପର୍ବପର୍ବାଣୀ ହେଲେ ଫଟୋ ବିକ୍ରି ହୁଏ ସବୁ ଆପଣଙ୍କ ଯାତ୍ରା ମେଳାରେ ଦେଖିବେ ଫଟୋ ବିକ୍ରି ହতো ଏକ୍ଜାକ୍ଟଲି ସେଇ ପରମ୍ପରାଟା ସେଇଠୁ ଆରମ୍ଭ ହେଲା ସିଏ ଆପଣଙ୍କର ବିକ୍ରି କଲେ କଥାଟା ହଉଛି ତାକୁ ବ୍ରାହ୍ମଣ ସମାଜ କେମିତି ସହିପାରିବେ କଥାଟା ହଉଛି ସମାଜର ଗୋଟେ ବର୍ଗକୁ ଶୂଦ୍ର ମାନଙ୍କୁ ସେମାନେ ପୂଜାରୁ ହିଁ ବଞ୍ଚିତ କରିଦେଇଥିଲେ କିନ୍ତୁ ମନ୍ଦିର ସିନା ଯାଇପାରୁନଥିଲେ ଏବେ ତ ଫଟୋଟେ କିଣିକି ଘରେ କାନ୍ଥରେ ମାରିକି ପୂଜା କରିବା ଆରମ୍ଭ କଲେ ସେମାନେ ତାକୁ ସେମାନେ ସହି ପାରିନଥିଲେ ତାଙ୍କ ନାଁରେ କୋର୍ଟରେ କେସ୍ ହେଇଥିଲା କୋର୍ଟରେ ବିଭିନ୍ନ ପ୍ରକାର ଆପଣଙ୍କର ହେଇଥିଲା ବିଭିନ୍ନ ଆପଣଙ୍କର କୁରୀତି ସମାଜରେ ଯଦି କହିବା ସମାଜ ଏଗନେଷ୍ଟରେ ଯାଉଛନ୍ତି ଆଣ୍ଟି ସୋସିଆଲ ବୋଲି ତାଙ୍କ ନାଁରେ କେସ୍ ହେଇଥିଲା ଶେଷରେ ତାଙ୍କୁ ବହୁତ ଗୁଡାଏ ଜିନିଷ ବନ୍ଦ କରିବାକୁ ପଡିଥିଲା ଆମେ ଆଉ କେବେ ତାଙ୍କ ବିଷୟରେ ଆଲୋଚନା କରିବା ଓକେ କିନ୍ତୁ ସେ ପରମ୍ପରାଟା ଆପଣ ସେଥିରେ ରହିଲା ନାହିଁ ସେ ପରମ୍ପରାଟା ଚାଲିଲା ଯୋଉଥିପାଇଁ କି ଆଜି ଆପଣ ମାନେ ଠାକୁର ଘରେ ଫଟୋ ରଖି ପୂଜା କରୁଛନ୍ତି ସେଥିପାଇଁ ରାଜା ରବି ବର୍ମାକୁ ଧନ୍ୟବାଦ ଦିଅନ୍ତୁ ସେଇ ସମୟର ସମାଜ ସହିତ ସିଏ କେତେ ପରିମାଣରେ ଆପଣଙ୍କୁ ଲଢେଇ କରିଥିଲେ
तो ये थिला कथा। तो गोटे फोटो को पूजा करिया ପାଇଁ ଯଦି ଏତିକି କଥା ହଉଛି କଣ ପାଇଁ ନା ବ୍ରାହ୍ମଣ ମାନଙ୍କୁ ଡର ଲାଗୁଥିଲା କେବଳ କଣ ଶୂଦ୍ର ମାନେ କିଣିବେ ଏମିତି ଲୋକ ବି କିଣିକି ଫଟୋ ଘରେ ରଖିକି ପୂଜା କରିବେ ତ ମନ୍ଦିର ନ ଆସିଲେ ବ୍ରାହ୍ମଣ ମାନଙ୍କର ଚାଲିବ କେମିତି ବ୍ରାହ୍ମଣ ମାନେ ହେଲେ ଗୋଟେ ପ୍ରକାର ଆପଣଙ୍କର ଭାଇରସ ଟାଇପ ର ଓକେ ସରି ସେମିତି ତ କହିବାଟା ଠିକ ହବନି ପରଜୀବୀ ନିଶ୍ଚିତ ଭାବରେ ମଝିରେ ଆପଣଙ୍କର ବିବାଦ ଆଡକୁ ମୁଁ ଯିବାକୁ ଚାହୁଁନି ହିନ୍ଦୁ ମାନଙ୍କୁ ଜଣେ ପରଜୀବୀ ବୋଲି କହିଦେଲେ ହିନ୍ଦୁ ମାନେ ପରଜୀବୀ ନୁହନ୍ତି ଆପଣଙ୍କ କିଛି କମ୍ୟୁନିଟି ବ୍ରାହ୍ମଣ କହିଲେ ଆଜ ଏ କାଷ୍ଟ ମୁଁ କହୁନି ବିଶେଷ କି ଯୋଉମାନେ ପୂଜା ପାଠରେ ଇତ୍ୟାଦିରେ ଥାଆନ୍ତି ସେମାନେ ଅନ୍ୟ ଉପରେ ନିର୍ଭରଶୀଳ ହେଇକି ଥାଆନ୍ତି ସବୁବେଳେ ଅନ୍ୟ ଉପରେ ନିର୍ଭରଶୀଳତା ତାଙ୍କ ଭିତରେ ଆମେ ଦେଖିବାକୁ ପାଆନ୍ତି ଅନ୍ୟମାନେ ଯଦି ପୂଜା ନ କରିବାକୁ ଡାକିବେ ସେମାନେ ଖାଇବାକୁ ପାଇବେନି ଯଦି ବା ଏବେ ବିଭିନ୍ନ ପେସାରେ ସେମାନେ ରହୁଛନ୍ତି ଆଗରେ ବି ରହୁଥିଲେ ଆପଣ ଯୋଉମାନେ ପଇସା ଅଛି ତାଙ୍କର ସେମାନେ ବିଭିନ୍ନ ପ୍ରକାର କରନ୍ତି କିନ୍ତୁ ଷ୍ଟିଲ୍ ସେମାନେ ପରଜୀବୀ ନିଶ୍ଚିତ ଭାବରେ ତ ସେମାନେ ନ ଆସିଲେ ତାଙ୍କ ବେପାର ମନ୍ଦିରକୁ ଯଦି ନ ଆସିବେ ସେ ବ୍ରାହ୍ମଣ ହୁଅନ୍ତୁ କିମ୍ବା ଅନ୍ୟାନ୍ୟ ଧର୍ମର ବି ଯୋଉମାନେ ଅଛନ୍ତି ସେମାନେ ବି ହୁଅନ୍ତୁ ସେମାନେ ବଞ୍ଚିବେ କେମିତି ଆପଣ ସେଇ ଦକ୍ଷିଣା ଉପରେ ତ ସେମାନେ ବଞ୍ଚନ୍ତି ଭକ୍ତର ଭଲ ହଉ କି ନ ହଉ ଭଗବାନଙ୍କ ପାଖକୁ ଗଲେ ବ୍ରାହ୍ମଣ ମାନଙ୍କର ନିଶ୍ଚିତ ଭାବରେ ଭଲ ହୁଏ ସେଥିପାଇଁ ଦେଖନ୍ତୁ ପୁରୀ ମନ୍ଦିରରେ କେମିତି ଆପଣଙ୍କର ପିଟା ପିଟି ହଉଛନ୍ତି କେମିତି କେସ୍ ହଉଛି ଖାଲି ପୁରୀ କଣ ଘଟଗାଁରେ ବି ଆପଣଙ୍କ ସେ ସିଚୁଏସନ ସବୁ ମନ୍ଦିରରେ ସେମିତି ସିଚୁଏସନ ଯଦି ନଦେଲେ ଅଭିଶାପ ଦେଇ ଦଉଛନ୍ତି ଏଗୁଡା କଣ ମୁଁ ସେଇଥିପାଇଁ ସେଇ ଟର୍ମ ଟା ୟୁଜ କଲି ନହେଲେ ମୋର ସେଗୁଡା କରିବାର କୌଣସି ଆବଶ୍ୟକତା ନାହିଁ ଯାହା ବି ହଉ ତାଙ୍କ ବେପାର ବୁଡୁଥିବା ଦେଖିକି ସେମାନେ ବିରୋଧ କରିଥିଲେ ରାଜା ରବି ବର୍ମାକୁ ବି ଆଉ ମେ ବି ସାରଳା ଦାସକୁ ବି ସେଇଟା କରିଥାଇ ପାରନ୍ତି ଯୋଉଥିପାଇଁ କି ସାରଳା ଦାସ ଆପଣଙ୍କ ନିଜକୁ ମୂର୍ଖ ଅପଣ୍ଡିତ ବୋଲି କହିଲେ ମାଙ୍କ କୃପାରୁ ମା ଯାହା କହୁଥିଲେ ମୁଁ ସେଇଆ ଲେଖୁଥିଲି ବୋଲି ସେ ଆପଣଙ୍କର କହୁଥିଲେ ଇଏ ହେଲା ସାରଳା ଯୁଗ ତ ସିଏ ବହୁତ ଆପଣଙ୍କର ଲେଖିଛନ୍ତି ମୁଁ କିଛି ପଦବୀ ଆପଣଙ୍କୁ କହିଦଉଛି ଯେମିତି ଶ୍ରୀଚଣ୍ଡୀ ସାରଳାଙ୍କର ପାଦ ତଳେ ଦାସ ଶୂଦ୍ର ମୁନି ଅପଣ୍ଡିତ ଶ୍ରୀ ସାରଳା ଦାସ ସେ ଯାହା କହନ୍ତି ମତେ ମୁଁ ତାହା ଲେଖଇ ସାଧୁ ସୁଜ୍ଞ ଜନେ ଏଥେ ମୋର ଦୋଷ ନାହିଁ ଏମିତି ସିଏ କହିଥିଲେ ଆହୁରି ବି ସିଏ କହିଛନ୍ତି ଯେମିତି ଜନ୍ମରୁ ମୂର୍ଖ ମୁହିଁ ନାହିଁ ଶାସ୍ତ୍ର ଜ୍ଞାନ ତୁ ଯାହା କହୁ ମୁଁ ତାହା କରଇ ଲିଖନ ମୁହିଁହୀନ ପାପି ଯେ ବିଶେଷ ଶୂଦ୍ର ଜନି ସୁଜ୍ଞ ଜନେ କପ ନ କରିବ ଏହା ଶୁଣି ଏମିତି ସିଏ କହିଛନ୍ତି ଆପଣ ଜଗନ୍ମାତା ଯହୁ ପ୍ରସନ୍ନ ମତେ ହେଲେ ଶୂଦ୍ର ମୁନି ସାରଳା ଦାସ ନାମ ଦେଲେ ନ ପଢିଲି ଅକ୍ଷର ମୁଁ ନୁହେଁ ଶାସ୍ତ୍ରବାଦୀ ପଣ୍ଡିତଙ୍କ ସଙ୍ଗେ ବସି ନକଲି ସମାଧି କୁସ୍ତାନେ ବସିଲି ନ ବସିଲି ବିପ୍ର ବସ୍ତି ଶିଶୁ ବୁଦ୍ଧି ମୋହର ବୟସ ଅଳ୍ପଟି କଥାଟା କଣ ହଉଛି କି ଆମେ ସିନା ଏବେ କହି ଦଉଛନ୍ତି ମୁଁ ଯେମିତି ଏବେ ଗୋଟେ ଟର୍ମ ୟୁଜ କରିଦେଲେ ବ୍ରାହ୍ମଣ ମାନଙ୍କୁ ଆଚ୍ଛା କାଷ୍ଟ ବିଷୟରେ କହିବା ଉଚିତ ନୁହଁ କିନ୍ତୁ ଗୋଟେ କଥାଟା ହଉଛି ତାଙ୍କର ଆକ୍ଟିଭିଟିଜ ଗୁଡା ହିଁ ସେଇଆ ଓକେ ନହେଲେ କିଛି କହିବାର ନାହିଁ ଆପଣ ବହୁତ ସେମିତି ସମସ୍ତେ ସେଇଆ ନୁହଁ କିନ୍ତୁ ଅନ୍ ଆନ୍ ଆଭରେଜ କଣ ପାଇଁ କି ଆଉ ଅବଶ୍ୟ ସେଟା ଯୋଉ ମୁଁ କହିଲି ସେଟା ସେଇ ଟର୍ମ ମାନଙ୍କ ପାଇଁ ବି ଲାଗୁ ଆପଣ ଦେଖୁନାହାନ୍ତି ଚାକିରିଆ ମାନଙ୍କର ବି ସବୁ ଏବେ ସେଇଆ ହଉନି କି ବହୁତ କଥା ଶୁଣିବାକୁ ମିଳୁଛି ସତ କଣ ଆମେ ଜାଣିନାହାନ୍ତି ଏସ ପାଇଁ କଣ ହେଇଥିଲା ସବୁ ଦେଖିଥିବେ ବହୁତ କଥା ଆପଣଙ୍କୁ ଶୁଣିବାକୁ ମିଳେ ସେ ବିଷୟରେ ତ କଥାଟା ହଉଛି କଣ କି ସମସ୍ତେ ନିଜ ନିଜର ପେସାକୁ ବଞ୍ଚେଇବାକୁ ଚାହାନ୍ତି ତାର ରେଜଲ୍ଟ ଆପଣଙ୍କର ତାକୁ ବଞ୍ଚେଇବା ପାଇଁ ଯାହା ଆକ୍ଟିଭିଟିଜ ଦରକାର ହୁଏ ସେଇ କଥାଟା କଣ କିନ୍ତୁ ସାରଳା ଦାସ ତ ଏତିକି ବିରୋଧ କରିବାର ସାମର୍ଥ୍ୟ ନଥିଲା କଣ ପାଇଁ ସେ ସମୟର ଯୁଗ ଏ ସମୟର ଯୁଗରେ ଏବେ କଣ କି ମୁଁ ତ କହୁଛି ଏବେ ବି ଆପଣ ଯଦି କିଛି କହିଦିଅନ୍ତୁ ଆପଣଙ୍କ ଏଗନେଷ୍ଟରେ କୌଣସି ଆକ୍ସନ ହେଲା ଆପଣଙ୍କ ଘର ଲୋକ ବି ଆପଣଙ୍କୁ ରାଗିବେ କଣ ପାଇଁ କହୁଛୁ ସେମାନେ ଠାକୁର ମହାପ୍ରଭୁ ଇତ୍ୟାଦି କହିବା ଆଉ ସେ ଯୁଗ ତ ଆପଣଙ୍କର ବହୁତ ଅଲଗା ପ୍ରକାର ଯୁଗ ଥିଲା ଓକେ ସେଟା ଗୋଟେ ଅଲଗା ପ୍ରକାର ଯୁଗ ଥିଲା ତ ସେମିତି ସମୟରେ ଆପଣଙ୍କର କେମିତି ହେଇପାରିଥାନ୍ତା ତ ସେଇଥିପାଇଁ ସିଏ ନିଜକୁ ମାଙ୍କର ଆଶୀର୍ବାଦରୁ କହିଛନ୍ତି ବୋଲି କୁହନ୍ତି ନିଶ୍ଚିତ ଭାବରେ ସିଏ ଆହୁରି ବି ଲେଖିଥିଲେ ଯେ ନ ପାଇଲି ପଦମନ୍ତ୍ର ନ ଗଲି ମୁଁ ତୀର୍ଥ ନ ପଶିଲି ଯାଗ ଯଜ୍ଞେ ନ ଭାବିଲି ମନ୍ତ୍ର ନ ପଢିଲି ଅକ୍ଷର ମୁଁ ନ ଜାଣଇ କିଛି ଆନ ଅଭ୍ୟାସ ମତେ ପ୍ରସନ୍ନ ହିଙ୍ଗୁଳାକ୍ଷୀ ଏମିତି କହିଛନ୍ତି ସିଏ ସିଏ କହିଛନ୍ତି ମୁଁ ଅକ୍ଷର ବି ଶିଖି ନାହିଁ ବୋଲି କହିଛନ୍ତି ମା ଯାହା କହିଲେ ସେଇଆ କହିଛନ୍ତି ବୋଲି ଏଗୁଡା କଣ ସତରେ ସେଇଆ ଜଣେ ଅକ୍ଷର ଶିଖିନଥିବ ଆପଣଙ୍କର ଏତିକି ବିଶାଳ ଗ୍ରନ୍ଥ ରଚନା କରିଦବ ତାଳପତ୍ରରେ ସେଟା ବି କଣ କାଗଜ ଥିଲା ସେତେବେଳେ ପେନ୍ ଥିଲା ଯେ ଆପଣଙ୍କର ଗିଡି ଗିଡି କରିକି ଲେଖି ଯାଉଥିଲେ ଆଉ ତାଳ ପତ୍ରରେ ଲେଖୁଥିଲେ ଆଉ କେତେ ମୁସ୍କିଲ କାମ ଇମାଜିନ କରନ୍ତୁ ଘର ଭର୍ତ୍ତି ହେଇଯାଇଥିବ ତାଙ୍କର ସେଥିରେ ବିଭିନ୍ନ ପର୍ବ ରଚନା କଲା ବେଳକୁ ଆପଣଙ୍କର ମହାଭାରତରେ 18 ଖଣ୍ଡ ପର୍ବ ଆପଣଙ୍କର 18 ଖଣ୍ଡ ପର୍ବକୁ ତାଳ ପତ୍ରରେ ଯେତେ ଲେଖିଲେ ବି ଆପଣଙ୍କର ବିଶେଷ କି ବନ ପର୍ବ ହଉ କିମ୍ବା ପରବର୍ତ୍ତୀ ପର୍ଯ୍ୟାୟରେ ଶାନ୍ତି ପର୍ବ ହଉ ଶାନ୍ତି ପର୍ବଟା ଛୋଟ ଅରିଜିନାଲ ମହାଭାରତରେ ବହୁତ ବଡ ଅଛି କିନ୍ତୁ ସେଗୁଡାର ଗୋଟେ ଗୋଟେ ଉପାଖ୍ୟାନ ଗୁଡା ହିଁ ଆପଣଙ୍କର ଯେମିତି କିଛି କିଛି ବଡ ଉପାଖ୍ୟାନ ଯେମିତି ଆପଣଙ୍କର ନଳ ଦମୟନ୍ତୀ ପ୍ରସଙ୍ଗ କଥା କୁହନ୍ତୁ
ସାରଳା ରାମାୟଣ ମହାଭାରତ ରେ ଆପଣଙ୍କର ସଂକ୍ଷିପ୍ତ ରାମାୟଣ ପ୍ରସଙ୍ଗ କୁହନ୍ତୁ, ସଚଳା ହରଣ ପ୍ରସଙ୍ଗ କୁହନ୍ତୁ, ତାପରେ ଆପଣଙ୍କର ଯଦି କହିବା ନିର୍ବାତ କବଚ ପ୍ରସଙ୍ଗ କଥା କୁହନ୍ତୁ, ଏଗୁଡା ସବୁ ଏତେ ବଡ ବଡ ଗୁଡା, ସେଗୁଡା ହିଁ ଗୋଟେ ଗୋଟେ ବହି ହବ ଆପଣଙ୍କର ସେ ପ୍ରସଙ୍ଗ ଗୁଡା। ତ ସେଇ ଯୋଉ ପ୍ରସଙ୍ଗ ଗୁଡା ଆପଣଙ୍କର, ସେଗୁଡା ପାଇଁ ହିଁ ତ ଗୋଟେ ଗୋଟେ ସେଟ ଲାଗିଯିବ ତାଳପତ୍ରରେ, ଆଉ ଏତେ ବଡ ଆପଣଙ୍କର ମହାକାବ୍ୟ କଥା କଣ କହିବା। ତ ଜଣେ ମୂର୍ଖ ଲୋକ, ପାଠ ପଢିନଥିବା ଲୋକ ଯେ ଏତିକି କରିବାର ସାମର୍ଥ୍ୟ ହବ ସେଟା ମାନେ ନୁହଁ। ଟାଇମ ହେଲାଣି ତ, ଓକେ 8ଟା ବାଜିବ। ତ ଇଏ ହେଲା କଥା। ତ ସାରଳା ଦାସ ଆପଣଙ୍କର ମେ ବି ସେଇଥିପାଇଁ ସିଏ ଆପଣଙ୍କର କହିଛନ୍ତି ଯେ ବ୍ରାହ୍ମଣ ମାନଙ୍କ ପ୍ରଭାବରୁ, ବ୍ରାହ୍ମଣ ମାନଙ୍କ କୋପ ଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ହୁଏତ ସିଏ ସେଇଆ କହିଦେଇ ପାରନ୍ତି। ଏଗେନ୍ ଆପଣଙ୍କର ଯଦି କହିବା, ସିଏ ଖାଲି ସେଇଆ ନୁହଁ, ସିଏ ନିଜକୁ ଜଣେ ଅଭିଶପ୍ତ ନନ୍ଦୀ ବୋଲି କହିଛନ୍ତି। ଆପଣଙ୍କର ଜଣେ ଜଣେ ଶିବ ଗଣ, ଆପଣଙ୍କ ନନ୍ଦୀ ଶୁଣିଥିବେ, ଆପଣଙ୍କର ବାହନ ନିଶ୍ଚିନ୍ତ ଭାବରେ। ସିଏ ସିଏ କହିଛନ୍ତି ଯେ ମୁଁ କୈଳାସର ଦ୍ୱାରପାଳ ନନ୍ଦୀ, କିନ୍ତୁ ଶ୍ରୀ ଗଣେଶଙ୍କର ଅଭିଶାପରେ ପୃଥିବୀରେ ମାନବ ହେଇକି ଜନ୍ମ ହେଇଛି। ପ୍ରଥମ ଜନ୍ମରେ ସିଏ ଲେଖିଛନ୍ତି, ମୁଁ ପୁରା ଲେଖୁନାହିଁ କହୁନାହିଁ ଆପଣଙ୍କୁ, ସିଏ କହିଛନ୍ତି ଯେ ପ୍ରଥମ ଜନ୍ମରେ ମୁଁ ହିଁ ହେଲି କାଳିଦାସ, ଦ୍ୱିତୀୟ ଜନ୍ମରେ ମୁଁ ହିଁ ମହାକାଳ ଧ୍ୱଂସ, ଆପଣଙ୍କର ତୃତୀୟ ଜନ୍ମରେ ମୁଁ ସାରଳା ଦାସ କବି, ଆଉ ଜନ୍ମେ ମର୍ତ୍ତ୍ୟ ମଣ୍ଡଳେ ଜନ୍ମିବି। ଏମିତି କଥା ସିଏ କହିଛନ୍ତି ଯେ ମୁଁ ହିଁ କାଳିଦାସ, ମୁଁ ହିଁ ମହାକାଳ, ଆଉ ମୁଁ ହିଁ ସାରଳା ଦାସ ବୋଲି କହିଛନ୍ତି। ସିଏ କହିଲେ ମୁଁ ହିଁ ଅଭିଶପ୍ତ ହେଇକି ଜନ୍ମ ହେଇଛି ବୋଲି କହିଥିଲେ। କାଳିଦାସ ଅବସ୍ଥାରେ ବି ସେମିତି ଆପଣଙ୍କର ମୂର୍ଖ ହେଇକି ଜନ୍ମ ହେଇଥିଲି, କିନ୍ତୁ ମା ସାରଳାଙ୍କର ବା ସରସ୍ୱତୀଙ୍କ କୃପାରେ କାଳିଦାସ ହେଇଥିଲି। ସିଏ ସେଇ କଥାଟାକୁ ହିଁ ବାରମ୍ବାର କହିଛନ୍ତି। ସିଏ ଆହୁରି ବି କହିଛନ୍ତି ଆପଣଙ୍କର, ପ୍ରତି ଜନ୍ମେ 15 ଲକ୍ଷ କଥା ମୁଁ ଭାବିବି, ଚାରି ଜନ୍ମେ 60 ଲକ୍ଷ କଥା ମୁଁ କହିବି, ଏମିତି ବୋଲି ସିଏ କହିଛନ୍ତି। ଆଚ୍ଛା, ଗୋଟେ କଥାଟା ହଉଛି ଆପଣଙ୍କର, ଯଦି କହିବା ଆପଣଙ୍କର ସାରଳା ପୀଠର ଯୋଉ ପୂଜକ ଥିଲେ, ଆମେ ସାରଳା କହିଲେ ମା ସରସ୍ୱତୀଙ୍କୁ ବୁଝୁ, କିନ୍ତୁ ସାରଳା ଦାସଙ୍କର ପ୍ରଥମ ଲେଖା ହଉଛି ଚଣ୍ଡୀ ପୁରାଣ ଆପଣଙ୍କର। ଓକେ, ଏଇ ଚଣ୍ଡୀ ପୁରାଣ ଯଦି କହିବେ ଇଏ ହଉଛି ମା ଦୁର୍ଗାଙ୍କର। ଓକେ, ଚଣ୍ଡୀ ପୁରାଣ ମା ଦୁର୍ଗାଙ୍କର, ଦୁର୍ଗାଙ୍କର କଥା। ତ ନିଶ୍ଚିତ ଭାବରେ ଆପଣଙ୍କ ଚଣ୍ଡୀ ପୁରାଣ ଆଉ ବିଲଙ୍କା ରାମାୟଣ ବୋଥରେ ଶକ୍ତି ଉପାସନା କଥା କୁହାଯାଇଛି। ତ ସାରଳାଙ୍କୁ ମା ଦୁର୍ଗାଙ୍କ ସହିତ ବି ତୁଳନା କରିଛନ୍ତି ଆପଣଙ୍କ ସାରଳା ଦାସ। ତ ସାରଳା ଦାସ ହିଁ ହଉଛନ୍ତି ପ୍ରଥମେ ଯିଏ କି ଆପଣଙ୍କ ଶକ୍ତି ଆଉ ସରସ୍ୱତୀଙ୍କୁ ଆପଣଙ୍କର ଏକ ବୋଲି କହିଛନ୍ତି। ମିନ୍ସ ସରସ୍ୱତୀ ଆଉ ପାର୍ବତୀ ଜଣେ ବୋଲି ଆପଣଙ୍କର କହିଛନ୍ତି, ଆଉ ଦେଖିବାକୁ ମିଳେ। ମେ ବି ପ୍ରଥମ ପର୍ଯ୍ୟାୟରେ ଆପଣଙ୍କର ଯୋଉ ସାରଳା ପୀଠରେ ସାରଳା ମା ଦୁର୍ଗା ବା ଚଣ୍ଡୀ ରୂପରେ ହିଁ ପୂଜା ପାଉଥିଲେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସିଏ ମା ସରସ୍ୱତୀଙ୍କ ରୂପରେ ପରିବର୍ତ୍ତିତ ହେଇଥିଲା। ଯାହା ବି ହଉ, ଓକେ, ସାରଳା ଦେବୀ କୁ ଚଣ୍ଡୀ ପୁରାଣରେ ମହିଷାମର୍ଦିନୀ ଦୁର୍ଗା ବୋଲି ସେ ଆପଣଙ୍କର ଅଭିହିତ କରିଛନ୍ତି। ତ ଚଣ୍ଡୀ ପୁରାଣରେ ଦୁର୍ଗାଙ୍କର ମହିଷାସୁର ବଧ କଥା ଆପଣଙ୍କର ସେଥିରେ ଉଲ୍ଲେଖ ଅଛି। ହଁ, ତ ଏଇ ଯୋଉ ଚଣ୍ଡୀ ପୁରାଣରେ ଆପଣଙ୍କର ମହିଷାସୁର ଜନ୍ମ ବୃତ୍ତାନ୍ତ ବି ଆପଣଙ୍କର ଅଛି। ସେଥିରେ ସିଏ ଆପଣଙ୍କର କେମିତି ଯେ ଅସୁର ରାଜା କପିଳ ସିଂହଙ୍କର ସ୍ତ୍ରୀ, ସିଏ କେମିତି କପିଳ ସିଂହଙ୍କ ପାଖରୁ ଆପଣଙ୍କର ବଳାତ୍କାର ହେବା ଭୟରେ ସିଏ ଚାଲି ଯାଇଥିଲେ ଆପଣଙ୍କର। ଏଠି ବହୁତ କଥା ଅଛି, ମୁଁ ତାକୁ ସ୍କିପ୍ କରିଯାଉଛି। ଓକେ, ମୁଁ ଖାଲି ସିମ୍ପ୍ଲିଫାଇ କରିଦଉଛି। ସିଏ ସିଂହଳରେ ଆପଣଙ୍କର ପହଞ୍ଚି ଯାଇଥିଲେ। ସିଂହଳରେ ପହଞ୍ଚିଲା ପରେ ବା ଶ୍ରୀଲଙ୍କାରେ ପହଞ୍ଚି ଯାଇଥିଲେ। ସିଂହଳରେ କିନ୍ତୁ ସେଠି ଯମରାଜଙ୍କର ବାହନ ମହିଷୀଙ୍କ ସହିତ ତାଙ୍କର ପ୍ରଣୟ ହେଇକି ଆପଣଙ୍କର ମହିଷାସୁର ଜନ୍ମ ହେଇଥିଲେ। ସେଇଥିପାଇଁ ତାଙ୍କ ଦେହଟା ଆପଣଙ୍କର ମଣିଷର ଥିଲା, କିନ୍ତୁ ମୁଣ୍ଡଟା ମହିଷୀର ଥିଲା, ସେଥିପାଇଁ ତାଙ୍କୁ ମହିଷାସୁର ବୋଲି କୁହାଯାଏ। ଏଇ ପ୍ରକାର ଆଖ୍ୟାନ ସିଏ ବର୍ଣ୍ଣନା କରିଛନ୍ତି। ଯାହା ବି ହଉ, ଆପଣଙ୍କର ସେଥିରେ ସିଏ ଶେଷରେ ନାରୀ ଶକ୍ତିର ଉପାସନାର ମାଧ୍ୟମ ସିଏ କହିଛନ୍ତି, ବା ନାରୀକୁ ଶକ୍ତି ଭାବରେ ସିଏ ରିପ୍ରେଜେଣ୍ଟେସନ କରିଛନ୍ତି ବା ପରିପ୍ରକାଶ କରିଛନ୍ତି। ଯେମିତିକି ମହିଷାସୁର ଆପଣଙ୍କର ବ୍ରହ୍ମାଙ୍କ ପାଖରୁ ବର ପ୍ରାପ୍ତ ହୋଇଥିଲେ ଯେ ସେ ନାରୀଙ୍କ ଦ୍ୱାରା ହିଁ କୌଣସି ପୁରୁଷଙ୍କ ଦ୍ୱାରା ସିଏ ମୃତ୍ୟୁବରଣ କରିବେ ନାହିଁ ବୋଲି କହିଥିଲେ। ଦୁର୍ଗା ଆପଣଙ୍କର ତାଙ୍କୁ ଦୁର୍ଗାଙ୍କ ସହିତ ଯୁଦ୍ଧରେ ବି ସିଏ ପରାସ୍ତ ହଉନାହାନ୍ତି। ଶେଷରେ ଜଣେ ଡାକିନୀଙ୍କର ପରାମର୍ଶରେ ବା ଜଣେ ଡାହାଣୀର ପରାମର୍ଶରେ ଦୁର୍ଗା ବିବସନା ହଉଛନ୍ତି ବା ଉଲଗ୍ନ ହଉଛନ୍ତି। ତାଙ୍କର ଉଲଗ୍ନ ରୂପକୁ ଦେଖିକି ମହିଷାସୁର ପାଗଳା ହେଇଗଲା, ଟିମ୍ ଟିମ୍ କରିଗଲା ତା ଆଖି। ତା ରେଜଲ୍ଟ ସେଇ ଦୁର୍ବଳ ମୁହୂର୍ତ୍ତରେ ଦୁର୍ଗା ତାଙ୍କୁ ବା ମା ସାରଳା ତାଙ୍କୁ ବୋଧ କରିଥିଲେ। ଇଏ ହଉଛି ଚଣ୍ଡୀ ପୁରାଣର କାହାଣୀ। ବିଲଙ୍କା ରାମାୟଣର କାହାଣୀ ବି ସେମିତି। ବିଲଙ୍କା ରାମାୟଣ ବି ଆପଣଙ୍କର ସାରଳାଙ୍କର ଗୋଟେ ଅନନ୍ୟ କୃତି। ଓକେ, ଏଥିରେ ସିଏ ବି ଦୁର୍ଗାଙ୍କର ହିଁ କୀର୍ତ୍ତନ କରିଛନ୍ତି ବା ନାରୀ ଶକ୍ତିର ଉପାସନା ହିଁ କରିଛନ୍ତି।
एठी सीता को आपनकर जदि कहबा शक्ति सहित शक्ति ठारू आशीर्वाद लाभ करके सी एक्चुअली विलंका रामायण रे दी जन राक्षसंकर वर्णना अछि जने लक्ष्यशिरा और जने सहस्रशिरा लक्ष्यशिरा किछि किछि बहि रे केवल सहस्रशिरा बोली लिखि से पढ़ी ना विलंका रामायण विलंका रामायण निजे आनिकी पढ़ंतु लक्ष्यशिरा कथा लिखा है ताको पुओ सहस्रशिरा जहाँ भी हो राम लक्ष्मण आपनकर भरत शत्रुघ्न को नेकी विभीषण सुग्रीव को नेकी विलंका ऊपर आक्रमण करथिले किंतु सेठी आपनकर से माने परास्त होइतिले बा पारि नथिले तार रिजल्ट हनुमान आसिक सीता लक्ष्मण को नेकी जाइतिले सीता मां को पाखरु आशीर्वाद प्राप्त होइकी से आपनकर लक्ष्यशिरा सहित युद्ध करथिले तापरे एठी भी सही प्रकार ହେଇଛି ଆପଣଙ୍କ ଲକ୍ଷ୍ୟଶିରାର ମୃତ୍ୟୁବରଣ ହଉନାହିଁ ତଥାପି ତ ସୀତା ସେମିତି ଉଲଗ୍ନ ହେଇଛନ୍ତି तापर दुर्बल मुहूर्त राम हत्या कर कथा आम देखी से विभिन्न कंटेक्स्ट अच्छी आपको कौन गले इत्यादि सब आम से गुड़ा स्किप कर जाऊँ जहाँ भी हो ये जो सारला आपंकर जो प्रथम दीटा साहित्य आप चंडी पुराण विलंका रामायण जदि आम देखा ये नारी शक्तिर ही कथा लिखाई ओके आपन नारी जे नारी को विशेष कि नारी मानकर सामर्थ्य को कहा जायछि पुरुष मानकर कामुकता को प्रदर्शन आपनकर एथिरे करा जायछि ओके कोन पाइना से चंडी पुराण रहु महिषासुर भी आपनकर उलग्न होला पर पागला हो जायतिला एठी भी सेही कथाटा ही आपनकर हेछि तो एथिरे हम पुरुष मानकर कामुकता देखिबा को पाती आ नारी मानकर शक्ति बा सामर्थ्य को प्रदर्शन करछन्ती से चंडी पुराण विलंका रामायण एक्जेक्टली सेमते महाभारत को आमे आसीबा सारला दास को महाभारत संस्कृत महाभारत मूल कॉपी नुह प्रथम कथा हूँ संपूर्ण भाव कॉपी करा जाई नाही बा अनुवाद करा जाई नाही से पृष्ठभूमि नहीं कि ओडिया को ओडियात्व को आपंकर सीए से सम्मिश्रण करके विभिन्न आख्यान भाव से लिखिं आम तीन प्रकार देखा प्रथम कथा हूँ बहुत गुड़ाए पर्व संस्कृत महाभारत जमती आप सौप्तिक पर्व है अनुशासनिक पर्व भास्तानिक पर्व सेगुड़ा आपंकर नाही सारला दास को महाभारत रे आउ सारला दास किसी नुआ पर्व आड कर मध्य पर्व गदा पर्व कैंसिका पर्व गदा पर्व तो ओपीएससी सिलेबस रे अच्छी आपंकर ओके जदि हम आम जिते आम तो ये क्लास करवा सेमती मुझे कहूँ जो मैंने इंटरेस्टेड आप जॉइन करेंगे 500 टका ही पड़ो बेसी आपको पड़ोनी पर मंथ 500 रुपीज से बहुत जिनस आलोचना करें सिविल सर्विस में बहुत उपादेय जिनस आम आलोचना करें सप्ताह एटलिस्ट 20टा तो क्लास निश्चिंत भाव में हम विभिन्न सब्जेक्ट को लेकिन आज यूजुअल मटेरियल्स पाइबे क्वेश्चन पाइबे टेस्ट सीरीज फॉर्मेट रे जहाँ सब दिया हुए सेगुड़ा भी रहबो लाइव क्लास भी हम आपन नहले रेकॉर्डेड क्लास भी आपण माने पाई परबे ओके ओनली 500 पर मंथ आपण माने चाहिले जॉइन कर परबे एकाथरे पैसा देबेनी आपन एकाथरे मु का पाखरु भी नेबी नाही आपन मींस 6000 ईयरली आपन खर्च हबो किंतु एकाथरे निया जीवो नै आपन पर मंथ ही निया जीवो कौन पाई ना आप जिते बड़े चाहिए क्विट करेंगे जो मत चाहिए मुझे सेमती मोर जिते बड़े इच्छा हम क्लास बंद कर दे पारे तो बोथ आपण मानकर मो पाखरे भी स्वतंत्रता रहबा आपण माने 500 देकी रजिस्ट्रेशन करि पारे ओके तो मूल भाव में जदि आम देखा दीटा भितर जदि संस्कृत महाभारत सारला महाभारत को कंपैरिजन करबा तो आम देखा पाती जे मूल महाभारत रे बा संस्कृत महाभारत रे वर्णना करा जायतिबा बहुत विषय को सारला दास नूतन भाव उपस्थापना करमती आपंकर कथाटा हूँ क्लासटा टिके लंबा हो आधा घंटा भितर मुझे सारे चाहूँगी किंतु स्टिल जमती भीष्मकर कथा कहुई भीष्मकर जन्म वृत्तांत जे सी आपंकर शांतनु विरोध करेंगे ना बोली कही तो जिते सी विरोध कले आपंकर तो भीष्म को छाड़ देकी सी चल जाते एका तो एमती एठी किंतु अलग कथा लिखा भीष्म को लेकिन सी जाइथिला आपको विभिन्न विद्या अध्ययन करके आस्तिबार देखंती एठी किंतु अलग लिखा है एठी गंगा कहिले रहिबी गांगी कहिले जीवी एमिति भी कथा आपको वृत्तांत कथा अछि ओके जिमिति खेलरू महाभारत प्रसंग अछि आपको जे पांडव और कौरव माने बहुत भल सांग थिले पूरा एकाठी भल भाव रे गुरुकुल रे आपनकर विद्या अध्ययन करथिले हस खुशी रहउथिले दिने झिमिटी खेल हला आ से झिमिटी खेल आपनकर एते भयंकर रूप धारण कला जे भविष्य रे सी आपनकर युद्ध करे देला एमती कथा लिखा अछि आपनकर कर्णंकर प्रसंग कथा अछि कर्णंक विषय रे जेमते कोइर बाला विशिकसन प्रसंग अछि आपनकर तो विभिन्न कथा आपनकर लिखा है जो गुडा कि सारला महाभारत रे आपनकर नाही सेगुडा को बहुत नूतन भाव रे किंबा जेमते आपनकर धूतराष्ट्र को कन्या नाही कि गांधारी की बर नाही ओडिया धूतराष्ट्र जहाँ को आपनकर बाहाबे बोली कहउतले से झियोटा मरि जाउतला एपटे गांधारी को आपनकर उआसी कन्या थिबा जोगु मिलु नथिले बर
ତାଙ୍କର ସ୍ୱାମୀ ମାନେ ମରି ଯାଉଥିଲେ ଯାହା ସହିତ ବିବାହ ପ୍ରସ୍ତାବ ପଡୁଥିଲା। ତ ଶେଷରେ ଏଇଆ ହେଲା ସାହାଡା ଗଛରେ ଆପଣଙ୍କର ଗାନ୍ଧାରୀଙ୍କର ମ୍ୟାରେଜ ହେଲା। ତାପରେ ଧୃତରାଷ୍ଟ୍ର ଗାନ୍ଧାରୀଙ୍କର ବିବାହ କରାଯାଇଥିଲା। ତ ଏମିତି କଥା ଆମେ ସବୁ ଦେଖନ୍ତି। ଓକେ, ତ ଏଗୁଡା ସବୁ ନିଶ୍ଚିତ ଭାବରେ ଓଡିଆର ମୌଳିକ କଳ୍ପନା ସବୁ ଦେଖନ୍ତି। ଇଏ ଥିଲା। ପୁଣି ଆଉ ଗୋଟେ ବହୁତ ସଂସ୍କୃତ ମହାଭାରତରେ ଆପଣଙ୍କର ବହୁତ ଗୁଡାଏ ଉପାଖ୍ୟାନ ଅଛି ଯୋଉଗୁଡାକୁ ଇଏ ସମ୍ପୂର୍ଣ୍ଣ ଭାବରେ ସ୍କିପ୍ କରି ଯାଇଛନ୍ତି, ମିନ୍ସ ଆଡିସନ କରିନାହାନ୍ତି। ସେଇଭଳିଆ କିଛି ମୂଳ ଗ୍ରନ୍ଥରେ ଯୋଉଟା ବିଷାଦ ବର୍ଣ୍ଣନା କରାଯାଇଛି ସେଗୁଡାକୁ ଛୋଟ ମୋଟ କରିଦେଇଛନ୍ତି। ଯେମିତି ଶାନ୍ତି ପର୍ବଟା, ସଂସ୍କୃତ ମହାଭାରତରେ ଶାନ୍ତି ପର୍ବଟା ହଉଛି ପଲିଟିକାଲ ଟ୍ରିଟାଇଜଟା, କିନ୍ତୁ ଏଠି ଆପଣଙ୍କର ସେଇଆ ନାହିଁ, ଏଠି ତାକୁ ସର୍ଟ କରିଦେଇଛନ୍ତି। ହଁ, ଆଉ ବହୁତ କିଛି ଆପଣଙ୍କ ସେଠି ଆକ୍ଚୁଆଲି କଣ କି ଶାନ୍ତି ପର୍ବରେ ଆକ୍ଚୁଆଲି ଯୁଦ୍ଧରେ ବିଭୀଷିକା ଏତେ ହେଲା ଯେ ଯୁଧିଷ୍ଠିର ଆଉ ରାଜା ହେବାକୁ ପସନ୍ଦ କଲେ ନାହିଁ। ସିଏ କହିଲେ ଏତିକି ଜଣଙ୍କୁ ହତ୍ୟା କଲା ପରେ ମୁଁ କଣ ରାଜ୍ୟ ଶାସନ କରିବି, ମୁଁ କଣ ରାଜା ହେବା ପାଇଁ ଯୋଗ୍ୟ? ସିଏ ଶାସନ ପ୍ରତି ବିତୃଷ୍ଣା ହେଇକି ସନ୍ନ୍ୟାସ ନେବାକୁ ଚାହୁଁଥିଲେ। ତ କୃଷ୍ଣ ତାଙ୍କୁ ଏପଟେ ସରସଜ୍ଜାରେ ଅଛନ୍ତି ଭୀଷ୍ମ ପିତାମହ, ତାଙ୍କ ପାଖକୁ ନେଇକି ଆସିଲେ। ତାପରେ ଭୀଷ୍ମ ପିତାମହ ତାଙ୍କୁ ରାଜନୀତି କର୍ତ୍ତବ୍ୟ ବିଷୟରେ ଆପଣଙ୍କର ବୁଝେଇଛନ୍ତି। ଆପଣଙ୍କ ସବୁଠୁ ବଡ ବହି ହେଲା ସଂସ୍କୃତ ମହାଭାରତରେ ଶାନ୍ତି ପର୍ବ। ବିଭିନ୍ନ ଆଖ୍ୟାନ, ବିଭିନ୍ନ କାହାଣୀ ମାଧ୍ୟମରେ ଭୀଷ୍ମ ତାଙ୍କୁ ବୁଝେଇଛନ୍ତି ଯୁଧିଷ୍ଠିରଙ୍କୁ। ତାପରେ ଯେମିତି କୃଷ୍ଣ ଗୀତାରେ ବୁଝେଇଲେ ଅର୍ଜୁନକୁ, ସେମିତି ଭୀଷ୍ମ ଏଠି ଯୁଧିଷ୍ଠିରଙ୍କୁ ବୁଝେଇଛନ୍ତି। ସିଏ ତ କମ କହିଥିଲେ, ଇଏ ବେଶୀ କହିଛନ୍ତି। ତ ମେ ବି ମତେ ସେଇଥିପାଇଁ ଲାଗେ ଆପଣଙ୍କର ପଲିଟିକାଲ ଥିଓରିର ଫାଷ୍ଟ ବୁକ୍ ଭାବରେ ଆମେ ମହାଭାରତର ଶାନ୍ତି ପର୍ବକୁ ନେଇପାରିବା। କିନ୍ତୁ ଆମର ତ ଏଠି ଆମର ସେତିକି ଦମ ନାହିଁ ପଲିଟିକାଲ ସାଇନ୍ସ ଡିପାର୍ଟମେଣ୍ଟ ଗୁଡାର, ତାକୁ ବି ପଲିଟିକାଲ ଟ୍ରିଟିଜ ହିସାବରେ ବା ଥିଓରି ହିସାବରେ ପଢେ। ମୁଁ କହୁଛି ନା, ଏମାନଙ୍କୁ ଭଲ ହିଁ ଲାଗେନି, ଏମାନଙ୍କୁ ପ୍ଲାଟୋ ଆରିଷ୍ଟୋଟଲ ଭଲ ଲାଗିବେ। ଆହୁରି କଣ କିଏ କଣ କହିଦେଇଛନ୍ତି ଭଲ ଲାଗିବ, କିନ୍ତୁ ତାର ବହୁତ ପୂର୍ବରୁ ସେ କଥା ଗୁଡା ଆମର ସବୁ ଏଠି କୁହା ହେଇଥିଲା, ଗ୍ରନ୍ଥ ଗୁଡାରେ ଲେଖା ହେଇଛି, ଆମେ ତାକୁ ପସନ୍ଦ କରନ୍ତିନି ଜାଣିବା। ଓକେ, ତ ଯାହା ବି ହଉ ସେଗୁଡାକୁ ସିଏ ଲେଖିଛନ୍ତି, ଯୋଉଟାକୁ କି ଏଠି ସିଏ ଛୋଟ କରିଦେଇଛନ୍ତି। ତା ଛଡା ସଂସ୍କୃତ ମହାଭାରତର ବହୁତ ସଂକ୍ଷିପ୍ତ ଯୋଉଗୁଡା ଅଛି ସେଗୁଡାକୁ ଇଏ ବହୁତ ବିସ୍ତୃତ ଭାବରେ ଲେଖିଛନ୍ତି। ଇଏ ହଉଛି କଥା ଆପଣଙ୍କର। ଯେମିତି ଗୋଟେ ଅଛି ଖନିକ ବୋଲି ଗୋଟେ ଅଛି, ବା ଖଳିକାର ବୋଲି ଗୋଟେ ଅଛି। ମହାଭାରତ ଦେଖିଥିବେ, ହୁଏତ ସିରିଏଲ ପଢି ନଥିଲେ। ଆପଣଙ୍କ ଚତୁଗୃହ ତିଆରି କରାହେଇଥିଲା ପାଣ୍ଡବ ମାନଙ୍କୁ ଆପଣଙ୍କର କଣ ମାରିବା ପାଇଁ ବାରୁଣାବନ୍ତରେ। ତ ସେଥିରୁ ରକ୍ଷା କରିବା ପାଇଁ ଆପଣଙ୍କର ବିଦୁର ଜଣକୁ ଆପଏଣ୍ଟମେଣ୍ଟ କରିଥିଲେ, ଯୋଉ କଣ ସୁଡଙ୍ଗ ଖୋଳୁଥିଲା, ସିଏ ଖୋଳିକି ତାଙ୍କୁ ଉଦ୍ଧାର କରିଥିଲା। ସେଇ ଖଳିକାର ଏଠି ଜନ୍ମ ପ୍ରସଙ୍ଗ ଏଠି ଆମର ଓଡିଆ ଭାରତରେ, ସଂସ୍କୃତ ମହାଭାରତରେ ବିଦୁରଙ୍କର ପଲିଟିକ୍ସ କଥା ଦେଖାଇଛି। କଣ ପାଇଁ ନା ସେ ସମୟରେ କୃଷ୍ଣ ବି ଆପଣଙ୍କର ରାଜନୀତିରେ ଆସିନଥିଲେ, ସିଏ ବି ଶିକ୍ଷା ଅଧ୍ୟୟନ କରୁଥିଲେ ନା। ଆପଣଙ୍କ ସେଇ ସମୟର କଥା ଏଇଟା। ତ ବିଦୁରଙ୍କର କଥା ଦେଖେଇଛି ରାଜନୀତି କଥା। ଏଠି କିନ୍ତୁ ସିଏ କୃଷ୍ଣଙ୍କର କଥା ଦେଖେଇଛି। ଓକେ, ଯେ ଏଇ ଯୋଉ ଖଡିକାର ଯିଏ ଥିଲେ, ସିଏ ହଉଛନ୍ତି ଆକ୍ଚୁଆଲି ଶ୍ରୀକୃଷ୍ଣଙ୍କର ପୁଅ। ସିଏ ହଉଛି ଜଣେ ଦୂତୀ ସହିତ ଶ୍ରୀକୃଷ୍ଣଙ୍କର ଅବୈଧ ପ୍ରଣୟରୁ ତାଙ୍କର ଜନ୍ମ ବୋଲି ସିଏ ଆପଣଙ୍କର କହିଛନ୍ତି। ଓକେ, କୃଷ୍ଣଙ୍କ ଦ୍ଵାରା ହେଇକି ସିଏ ଆପଣଙ୍କର ଯଦି କହିବା ଟିକେ ଜଷ୍ଟ ସେଇ କଥାଟାକୁ ଆପଣଙ୍କର ଲେଖିଛି। ତା ଛଡା ଯେମିତି ଶଙ୍କୁନି ଯୋଉଙ୍କର ଆପଣ ଶୁଣିଥିବେ, ଦୁର୍ଯ୍ୟୋଧନ ତାଙ୍କର ମାମୁଁ ଶକୁନିକୁ ଗୁମ୍ଫା ଭିତରେ ତାଙ୍କର ସବୁ ବଂଶକୁ ମାରି ଦେଇଥିଲେ। ତ ସିଏ ଶକୁନି ତାଙ୍କ ବଂଶ ଧ୍ୱଂସ କରିବା ପାଇଁ ଆପଣଙ୍କ ଆସିଥିଲେ, ଏ ପ୍ରସଙ୍ଗ କଥା ହଉ କିମ୍ବା ଆପଣଙ୍କର ଯେମିତି କର୍ଣ୍ଣଙ୍କର ରଥ ଯୋଉ ପାଦ ତଳେ ପଶିବ ତାକୁ ନେଇକି ହଉ, ସାରଳା ମହାଭାରତରେ କିଛି କଥା ଲେଖା ହେଇଛି। ଯେମିତି ଯେ କୃଷ୍ଣ ଆଉ ଅର୍ଜୁନ ତ ସମାନ ସ୍ତରର ଯୁଦ୍ଧ, ଅର୍ଜୁନ ଆଉ କର୍ଣ୍ଣ ସମାନ ସ୍ତରର ଯୋଦ୍ଧା ଥିଲେ। ଅର୍ଜୁନ ପାରୁନାହାନ୍ତି, ତ ହନୁମାନ ଉପରେ ବସିଛନ୍ତି ରଥ ଉପରେ, ନା ତାଙ୍କୁ ବିରକ୍ତ ଲାଗିଲା, କହିଲେ ସିଏ କର୍ଣ୍ଣଟା କଣ କରୁଛି, ମାରିଲେ ଗୋଟେ ଗଇଁଠା ଆପଣଙ୍କର କର୍ଣ୍ଣଙ୍କ ରଥକୁ, ତା ରଥ ତଳେ ଦବିଗଲା। ଏଇଭଳିଆ ପ୍ରସଙ୍ଗ ଆପଣଙ୍କର ଯଦି କହିବା ସାରଳା ମହାଭାରତରେ ଆମେ ଦେଖିବାକୁ ପାଆନ୍ତି। ତା ଛଡା ଦୁର୍ଯ୍ୟୋଧନଙ୍କର ରକ୍ତ ନଦୀରେ ଯୋଉ ସନ୍ତରଣ କଥା, ଓକେ, ଏଇ କଥାଟା ଆପଣଙ୍କର, କିମ୍ବା ଯୁଧିଷ୍ଠିରଙ୍କର ସ୍ୱର୍ଗାରୋହଣ ପୂର୍ବରୁ ଜଣକୁ ବିବାହ କରିଥିଲେ ଆପଣଙ୍କ ସେ ପ୍ରସଙ୍ଗ ହଉ, ସେ ଯାଜପୁରର ଜଣେ ହରି ସାହୁ ବୋଲି ଜଣେ ବ୍ୟକ୍ତି ଅଛନ୍ତି, ଓକେ, ତାଙ୍କର ଝିଅକୁ ସିଏ ବିବାହ କରିଥିବାର କଥା ହଉ, କିମ୍ବା କଳ କଳାରେ କଳିକୁ ବାନ୍ଧିକି ରଖିବା କଥା ଆପଣଙ୍କର କହିଛନ୍ତି। ଅର୍ଜୁନ ତାକୁ ବାନ୍ଧି ରଖିଛନ୍ତି। ଅର୍ଜୁନ ହନୁମାନ ଭେଟ ପ୍ରସଙ୍ଗ କୁହନ୍ତୁ, ମେରୁ ଶୂଳ ଋଷି ଚରିତ କୁହନ୍ତୁ, କିମ୍ବା ଆପଣଙ୍କର ଯୋଉ ଯୁଗନ୍ୟାସ ରାଜାଙ୍କ ଚରିତ, ଧନୁ ମୁନିଙ୍କର ଆପଣଙ୍କର ଯୋଉ ଧନୁ ମୁନରେ ଅର୍ଜୁନ ଆପଣଙ୍କର ଧନୁ ତୀରରେ ଯେତେବେଳେ ବାସୁକୀଙ୍କ ପାଖକୁ ଯାଇଥିଲେ,
ସେତେବେଳେ ଧନୁ ତୀରରେ ଆପଣଙ୍କର ସିଏ କିଛି ସମୟ ପାଇଁ ତାଙ୍କୁ ଧାରଣ କରିବା ପାଇଁ କହିଥିଲେ, ଧନୁ ତୀରରେ ସିଏ ଆପଣଙ୍କ ପୃଥିବୀକୁ ଧାରଣ କରିବା ହଉ, ଜୟସିଂହ ଦୈତ୍ୟ ଉପାଖ୍ୟାନ ହଉ, ନାଗାର୍ଜୁନ ଆଉ ଅର୍ଜୁନଙ୍କର ଯୁଦ୍ଧ ହଉ, ଓକେ, ନାଗାର୍ଜୁନ ନାଗାବଳୀ ଆଉ ଅର୍ଜୁନଙ୍କର ଯୋଉ ପୁଅ ନାଗାର୍ଜୁନ, ଏମିତି କଥା ବି ଉଲ୍ଲେଖ ଅଛି ଆପଣଙ୍କ, କିନ୍ତୁ ସେ କଥାଟା ସଂସ୍କୃତ ମହାଭାରତରେ ନାହିଁ ଆପଣ। ଓକେ, ଋଷ୍ୟ ଶୃଙ୍ଗ ଜନ୍ମ ପ୍ରସଙ୍ଗ ହଉ ସଂକ୍ଷିପ୍ତ ରାମାୟଣରେ, ସଂକ୍ଷିପ୍ତ ରାମାୟଣ ଗୋଟେ ଚାପ୍ଟର ଅଛି ମହାଭାରତରେ ବନ ପର୍ବରେ। ଓକେ, ଅବଶ୍ୟ ସଂକ୍ଷିପ୍ତ ରାମାୟଣଟା ଆପଣଙ୍କର ବ୍ୟାସଙ୍କ ମହାଭାରତରେ ବି ବନ ପର୍ବରେ ଅଛି, ଅଛି ସେଟା ବି ସେଠି ସେଇ ପ୍ରସଙ୍ଗ ଅଛି। କିମ୍ବା ବେଲାବଳୀ କଥା ହଉ ଆପଣଙ୍କର, କଳିଙ୍ଗ ସେନ ପ୍ରସଙ୍ଗ ହଉ, ଶ୍ଵେତକଳ୍ପକ ରାଜା ଚରିତ ହଉ, ଭୀମଙ୍କର ଯୋଉ ସିଂହନାଦ ପ୍ରାପ୍ତିର ରହସ୍ୟ ହଉ, ଶାମ୍ବ ଉପାଖ୍ୟାନ, କଦମ୍ବାସୁର ଉପାଖ୍ୟାନ, ଶ୍ରୀକୃଷ୍ଣଙ୍କର ଅଶ୍ୱମେଧ ଯଜ୍ଞ ପ୍ରସଙ୍ଗ, ବଳି ବାମନ ଚରିତ ହଉ, ବାମନାଭୂତ ପ୍ରସଙ୍ଗ, ବେଲାଳ ସେନ ଚରିତ୍ର ଆପଣଙ୍କର, ସୁଭଦ୍ରା ହରଣ ପ୍ରସଙ୍ଗ, ହରିସାଉ ପ୍ରସଙ୍ଗ, ଏଗୁଡା ସବୁ ଆପଣଙ୍କ କିଛି ୟୁନିକ୍ କାହାଣୀ ଆମେ ଦେଖିବାକୁ ପାଆନ୍ତି। ତା ଛଡା ବିଭିନ୍ନ ପ୍ରକାର କଥା, ଯେମିତି ବାବନାଭୂତ କଥା, ହର ପାର୍ବତୀ ଭ୍ରମଣ କଥା, ଅନନ୍ତା କଥା, ତୁଳାମୁହାଁ କାଙ୍କ କଥା, ଏମିତି ବିଭିନ୍ନ କଥା ବି ସିଏ ଆପଣଙ୍କର ଦେଇଛନ୍ତି। ଓକେ, ଆପଣଙ୍କ ଯେମିତି ଗଙ୍ଗାଙ୍କୁ ବି ସେଇ ଯୋଉ ଗଙ୍ଗା ଶାନ୍ତନୁଙ୍କ ପ୍ରସଙ୍ଗରେ ବି ସେ ଲେଖିଛନ୍ତି, ଗଙ୍ଗା ଚୁକ୍ତି କରିଥିଲେ ଶାନ୍ତନୁଙ୍କ ସହିତ ଯେ ଗଙ୍ଗା ବୋଲି ବୋଲୁଥିବୁ ତୁ ଅନବରତ, ଗାଙ୍ଗି ବୋଇଲେ ନଥାଇ ମୁଁ ତର ପୁରତ। ଓକେ, ଏମିତି ବୋଲି କହିଥିଲେ ଯେ ମତେ ସବୁବେଳେ ଗଙ୍ଗା ଗଙ୍ଗା କହୁଥିବୁ, ଯୋଉଦିନ ନ କହିବୁ, ଯୋଉଦିନ ଗାଙ୍ଗି ବୋଲି କହିବୁ ସେଦିନ ଛାଡିକି ପଳେଇବି, ଏଇଭଳିଆ ସବୁ କହିଥିଲେ। ତ ତା ଛଡା ଆଉ ଗୋଟେ ପ୍ରସଙ୍ଗ ଆପଣଙ୍କ କର୍ଣ୍ଣ ବୋଲେ ପାଞ୍ଚ, ଅର୍ଜୁନ ବୋଲେ ପାଞ୍ଚ, ଇଏ ଗୋଟେ ସୁନ୍ଦର ପ୍ରସଙ୍ଗ ଆପଣଙ୍କର, କୁନ୍ତି କର୍ଣ୍ଣକୁ ଯୁଦ୍ଧ ନ କରିବା ପାଇଁ ପ୍ରବର୍ତ୍ତଉଥିଲେ, ସେଇ ସମୟରେ କହିଥିଲେ ଯେ ଦୁନିଆ ଜାଣିଛି ଯେ ପାଣ୍ଡବ ମାନେ ପାଞ୍ଚ, ଓକେ, ପାଞ୍ଚ ଭାଇ ସେମାନେ, ତ ଅର୍ଜୁନ ମରଲେ ବି ପାଞ୍ଚ ରହିବେ କି ମୁଁ ମରଲେ ବି ପାଞ୍ଚ ରହିବି, ସେଇ କଥା ପ୍ରସଙ୍ଗ ଆପଣଙ୍କର ଏଗୁଡା ବହୁତ ସୁନ୍ଦର ଭାବରେ ଶାରଳା ଦାସ ବର୍ଣ୍ଣନା କରିଛନ୍ତି। ହଁ, କିନ୍ତୁ ଗୋଟେ ପ୍ରସଙ୍ଗ ଆପଣଙ୍କ ଛାଡି ଯାଇଛନ୍ତି ଶାରଳା ମହାଭାରତରେ, ସେଇଟା ହଉଛି ଗୀତା। ଓ ମୂଳ ମହାଭାରତ ସଂସ୍କୃତ ମହାଭାରତରେ ଆପଣଙ୍କର ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭଗବତ ଗୀତା ଶୁଣେଇଥିଲେ, ସେ କଥାଟି ଆପଣଙ୍କ ଶାରଳା ମହାଭାରତରେ ସମ୍ପୂର୍ଣ୍ଣ ଭାବରେ ପରିହାର କରିଯାଇଛନ୍ତି ସିଏ। ଓକେ, ସମ୍ପୂର୍ଣ୍ଣ ଭାବରେ ସିଏ ପରିହାର କରି ଯାଇଛନ୍ତି। ତ ମୂଳତଃ ତା ଛଡା ଆଉ କିଛି ଯେମିତି ଆପଣଙ୍କ ସଭା ଦୈତ୍ୟ ବୋଧ ହେଲା, କିମ୍ଭୀରି ଦୈତ୍ୟ ବୋଧ, ପାଣ୍ଡବ ମାନେ ବନବାସର ପ୍ରଥମ ସମୟରେ ଆପଣଙ୍କ ଏଗୁଡାକୁ ମାରିଥିଲେ, ସେଗୁଡା ଆପଣଙ୍କ ଶାରଳାରେ ମହାଭାରତରେ ନାହିଁ। କିମ୍ବା ଯୋଉ ଦୁର୍ଯ୍ୟୋଧନଙ୍କର ଉରୁଭଙ୍ଗ ପ୍ରସଙ୍ଗରେ ବି ବହୁତ ଗୁଡାଏ ଜିନିଷ ସିଏ ଆପଣଙ୍କର ସ୍କିପ୍ କରି ଯାଇଛନ୍ତି। ତ ଏମିତି ଭାବରେ ତା ଛଡା ଆପଣଙ୍କର ଯେମିତି ମହାଦେବଙ୍କ ସହିତ ଅର୍ଜୁନଙ୍କର ଯୁଦ୍ଧ, ନଳୋପାଖ୍ୟାନ ହଉ, ଆପଣଙ୍କର ପୃଥୁଳା ଗାଭୀ ଚରିତ ହଉ, ଏଗୁଡା ଆପଣଙ୍କର ବହୁତ କମ ଭାବରେ ବର୍ଣ୍ଣନା କରାହେଇଛି ମୂଳ ମହାଭାରତରେ, ସେଗୁଡାକୁ ଏଠି ସେ ଇଲାବୋରେଟ ଭାବରେ ଆପଣଙ୍କର କରିଛନ୍ତି ବା ବହୁତ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ବିରାଟ ରାଜାଙ୍କର ଗୋହରଣ ପ୍ରସଙ୍ଗ ଶାରଳା ଦାସ ନିହାତି ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରିଛନ୍ତି। ତ ଏମିତି ଭାବରେ ଆମେ ଦେଖିବାକୁ ପାଆନ୍ତି ଆମେ ବିଶେଷ ଭାବରେ ଶାରଳା ମହାଭାରତ ଆପଣଙ୍କର ଭିନ୍ନତା ଦେଖିବାକୁ ପାଆନ୍ତି। ଯାହା ବି ହଉ, ଚରିତ୍ର ଚିତ୍ରଣରେ ଶାରଳା ଦାସ ନିଶ୍ଚିନ୍ତ ଭାବରେ ନିଖୁଣତା ପ୍ରଦର୍ଶନ କରିଥିଲେ ବା ଅସାଧାରଣ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ, ସେଟା ନିଃସନ୍ଦେହ। ଆପଣଙ୍କର ଶାରଳା ମହାଭାରତରେ ସେ ସ୍ନେହ ମମତା ହଉ, ଦୁଃଖ ସୁଖ, ଈର୍ଷା ଦ୍ୱେଷ, ଏଗୁଡା ଯୋଉ ମାନବିକ ପ୍ରକୃତି ଗୁଡାକୁ ସିଏ ସ୍ୱଭାବ ସୁଲଭ ଭାବରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ। ଓକେ, ସାଧାରଣ ଲୋକ ଜୀବନର ଯୋଉ ଚରିତ୍ର ଗୁଡାକୁ ସିଏ ନୂତନ ଢାଞ୍ଚାରେ ବର୍ଣ୍ଣନା କରିଥିଲେ ଆପଣଙ୍କର ସିଏ। ଓକେ, ଯୋଉ କୌରବ ପାଣ୍ଡବ ମାନଙ୍କ ଭାବରେ ପାଣ୍ଡବ ମାନଙ୍କ ଭିତରେ ଯୋଉ ବିଦ୍ୱେଷ ଭାବଟା ଥିଲା, ଓକେ, ତାକୁ ସିଏ ଆପଣଙ୍କର ବିଶେଷ କି ପାଣ୍ଡବ ମାନଙ୍କୁ ହିରୋରେ ପରିଣତ କରିଛନ୍ତି, କୌରବ ମାନଙ୍କୁ ସଂକୀର୍ଣ୍ଣ ନିଚତା ନିଷ୍ଠୁର କଳହ ପ୍ରୀତିକୁ ସିଏ ପ୍ରଦର୍ଶନ କରିଛନ୍ତି। ଓକେ, ତା ଛଡା ନାରୀ ଚରିତ୍ର ଚିତ୍ରଣ ବି ଆପଣଙ୍କର କୁନ୍ତି, ଦ୍ରୌପଦୀ, ଗଙ୍ଗା, ଏଗୁଡା ନାରୀ ଚରିତ୍ରକୁ ଆପଣଙ୍କର ପ୍ରଦର୍ଶନ କରୁଛନ୍ତି। ଓକେ, ତ ଏମିତି ଭାବରେ ଆପଣଙ୍କ ସିଏ ପ୍ରାୟ କାବ୍ୟରେ ବିଭିନ୍ନ ପ୍ରକାର, ତା ଛଡା ନଦ ନଦୀ ହଉ, ସାଗର ହଉ, ସମୁଦ୍ର, ବନ, ଉପବନ, ବିବାହ, ସ୍ୱୟଂବର, ହରଣ, ଜନ୍ମ, ମୃତ୍ୟୁ, ସ୍ୱାଭାବିକ ଆପଣଙ୍କର ଏଗୁଡାକୁ ବି ସିଏ ସ୍ୱାଭାବିକ ଆଉ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତ ବହୁତ ସୁନ୍ଦର, କିଛି ଜାଗାରେ ବହୁତ ସୁନ୍ଦର ଶବ୍ଦ ପ୍ରୟୋଗ ବି କରିଛନ୍ତି, ଯେମିତି ଗୋଟେ ପଦଟେ ମନେ ପଡୁଛି ଆପଣଙ୍କର
ହେଲା ଯେମିତି ନୟନ ନୀଳ ଉତ୍ପଳ ନାସା ତିଳ ଫୁଲ ଦନ୍ତ ଗଜମତି ସମ ବଧୁଲି ଅଧର। ଆପଣଙ୍କର ଆକ୍ଚୁଆଲି କଣ କି ଏଇ ଚରିତ୍ରଟା କୋଉଠି ଅଛି, ମହାଭାରତର ଗୋଟେ ବାଣାସୁର ବୋଲି ଚରିତ୍ର ଅଛି। ଓକେ, ଆପଣଙ୍କର ବାଣାସୁର ତାଙ୍କ କୃଷ୍ଣଙ୍କର ପୁଅ ଅନିରୁଦ୍ଧ କଥା ଜାଣିଥିବେ। ଓକେ, ଅନିରୁଦ୍ଧ ଅନିରୁଦ୍ଧ କୃଷ୍ଣଙ୍କର ପୁଅ ନୁହଁ, ତାଙ୍କ ନାତି, ଆପଣ ପ୍ରଦ୍ୟୁମ୍ନଙ୍କର ପୁଅ ସିଏ ବୋଧେ। ଓକେ, ସିଏ ଅନିରୁଦ୍ଧ ଆଉ ଉଷା ପ୍ରସଙ୍ଗ ଆପଣ ଜାଣିଥିବେ। ଓକେ, ସେଇଥିରେ ବାଣାସୁରର ଝିଅ ହଉଛନ୍ତି ଉଷା। ସେଇ ଉଷାଙ୍କର ରୂପ ବର୍ଣ୍ଣନାରେ ଏଇଟା ସିଏ କହିଛନ୍ତି, ବହୁତ ସୁନ୍ଦର ଭାବରେ କହିଛନ୍ତି। ମୁଁ କହିଦଉଛି, ଆପଣ ଶୁଣନ୍ତୁ, ମଜା ଲାଗିବ। ସେ କହିଛନ୍ତି ନୟନ ନୀଳ ଉତ୍ପଳ ନାସା ତିଳ ଫୁଲ ଦନ୍ତ ଗଜମତି ସମ ବଧୁଲି ଅଧର ରକତ କୁମୁଦ ଝିଣି ପାଦ ତଳ ରଙ୍ଗ ରାଜହଂସ ଗମନା ସେ ଅତି ସଭା ଅଙ୍ଗ। ମାନେ କେତେ ସୁନ୍ଦର ବର୍ଣ୍ଣନା, ଏଟା ଯେତେ ପଢିବେ ନା ବହୁତ ମଜା ଲାଗେ ମତେ ପଢିବା ପାଇଁ। ଆପଣଙ୍କର କୋକିଳ ବଚନେ ବାଳା ଭାଷେ ମୃଦୁ ବାଣୀ ଅପାଙ୍ଗ ଦୃଷ୍ଟିରେ କାମ ଦେବ ପାରେ ଜିଣି। ଆପଣ ଦେଖନ୍ତୁ, ନୟନକୁ ନୀଳ ପଦ୍ମ ସହିତ ତୁଳନା କରିଛନ୍ତି, ନା ନୀଳ ଉତ୍ପଳ। ଓକେ, ନୟନଟା ହଉଛି ନୀଳ ପଦ୍ମ ସହିତ ତୁଳନୀୟ, ନାସା ହଉଛି ତିଳ ଫୁଲ ଭଳିଆ, ଦନ୍ତ ଗଜମତି ଭଳିଆ, ଆପଣଙ୍କର ଗଜର ମତି ଭଳିଆ ଦାନ୍ତ, ବଧୁଲି ଅଧର, ଆପଣଙ୍କର ଯଦି କହିବା ପାଦ ତଳଟା ରକ୍ତ ପଦ୍ମ ଭଳିଆ ହେଇଛି, ରାଜହଂସ ଗମନା ସିଏ। ଓକେ, କୋକିଳ ବଚନେ ବାଳା ଭାଷେ ମୃଦୁ ବାଣୀ ଅପାଙ୍ଗ ଦୃଷ୍ଟିରେ କାମ ଦେବ ପାରେ ଜୁଣି। ଏମିତି ସିଏ ଲେଖିଛନ୍ତି ଆପଣଙ୍କର ପ୍ରସଙ୍ଗଟାକୁ। ଆହୁରି ବି ଲେଖିଛନ୍ତି, ଆପଣ ଶୁଣି ଦିଅନ୍ତୁ, କହୁଛି ଯେହେତୁ କହିଦଉଛି। କର୍ଣ୍ଣରେ ତ ହେମଚାପ ଗୁରୁ ଶୁକ୍ର ଗଞ୍ଜେ ତହିରେ ମୁକୁତା ଜ୍ୟୋତି ମନ ଦର୍ପ ଭାଙ୍ଗେ କଣ୍ଠତଟ ସ୍ୱଭାବନ ମୁକୁତାର ଚାପ ବାହାରେ ବାହୁଟି ତହି ନାନା ରତ୍ନ ଧାପ ପୟରେ ନୁପୁର ତାର ବାଜେ ଝମ ଝମ ଆଙ୍କୁଠିରେ ମୁଦ୍ରିକାତା ସୂର୍ଯ୍ୟ ଜ୍ୟୋତି ସମ ଦେବାଙ୍ଗ ବସନ ପରିଧାନ କରି ବାଳି ନାନା କୁସୁମ ଦେଇଣ କେସେ ତା ସମାଳି। ଏମିତି ସିଏ ଲେଖିଛନ୍ତି, ବଢିଆ, ବହୁତ ସୁନ୍ଦର ବର୍ଣ୍ଣନା। ଆଉ ପଢିବେ ନା, ବହୁତ ସୁନ୍ଦର ଲାଗେ ଆପଣଙ୍କୁ। ତ ଏଇ ଯୋଉ ବର୍ଣ୍ଣନା ଚାତୁରୀ ସିଏ ଦେଖିଛନ୍ତି, ସେଟା ବିଶେଷ। ତା ଛଡା ଶାରଳା ଦାସଙ୍କର ଯଦି କହିବା ଆମେ, ବିଶେଷ ସତ୍ତା ହଉଛି ଦାଣ୍ଡି ବୃତ। ଓକେ, ଦାଣ୍ଡି ବୃତ କଣ ମୁଁ ବିଶେଷ ଆଲୋଚନା କରିଥିଲି, କହୁନାହିଁ। ଆପଣଙ୍କର ମୂଳ ତ ଏଥିରେ କଣ ହୁଏ କି, ଦାଣ୍ଡି ବୃତରେ ଆପଣଙ୍କର ଯଦି କହିବା ପଦ ଗୁଡାରେ ଆପଣଙ୍କର ଉପରେ ଯଦି 12 ଅକ୍ଷର ତଳେ 16 ଅକ୍ଷର ଥିବ, ଏମିତି ଆପଣଙ୍କର ନଥିବ। ମୁଁ ଡିଟେଲ୍ସ କହିଥିଲି, ମୁଁ ଆଉ ଏଗୁଡାକୁ କହୁନାହିଁ। ଆକ୍ଚୁଆଲି କଥା କଣ କି, ସେଗୁଡା ଲେଖିବାର କାରଣଟା ହଉଛି, କଥାଟା ହଉଛି ଓଡିଶାରେ ଆପଣଙ୍କର ଦେଖିବେ ବିଭିନ୍ନ ପର୍ବପର୍ବାଣୀ, ଓଷା ବ୍ରତ ପାଳନ ଏଗୁଡା ସବୁ ଅଛି। ବିଭିନ୍ନ ପର୍ବ ହବ, ଓଷା ହବ, ସେ ଭାଲୁକୁଣି ଓଷାଠୁ କରିକି ବିଭିନ୍ନ ଓଷା, ଆପଣଙ୍କର ମା ମଙ୍ଗଳାଙ୍କର ଓଷା, ସେ ଲକ୍ଷ୍ମୀ ଓଷା, ତାରିଣୀ ଓଷା ସବୁ କରୁଛନ୍ତି, ବାର ବ୍ରତ ଉତ୍ସବ କରନ୍ତି। ଏଇଗୁଡାରେ କରୁଥିଲା ବେଳେ ଗୋଟେ ପରମ୍ପରା ଦେଖିବେ, ଆମର ଏଠି ସବୁ, ଆମର ଯେମିତି କର୍ମା ହୁଏ, ଆମ ଜାତିରେ କର୍ମା କର୍ମା ପର୍ବ, କର୍ମା ଜିତୁଆ ଇତ୍ୟାଦି କରନ୍ତି। ହେଲେ ସେଠି ଜଣଙ୍କୁ କାହାଣୀ କହିବା ପାଇଁ ଡାକିଥିବେ, ସିଏ କାହାଣୀ ଶୁଣେଇବେ। ଏକ୍ଜାକ୍ଟଲି ଓଡିଶାରେ ସେଇଟା ପରମ୍ପରା ବହୁତ ପୁରୁଣା, ଆପଣଙ୍କର କାହାଣୀ କହିବାର ପରମ୍ପରାଟା। ତ ସେଇ ଯୋଉ କାହାଣୀ ଯେତେବେଳେ କୁହନ୍ତି ଲୋକ, ମୁଁ ଶୁଣିଛି, ମୋ ଜେଜେବାପା ବି କହୁଥିଲେ, ମୁଁ ଶୁଣିଛି। ତ ସେମାନେ ଆପଣଙ୍କର ଗପ କହୁଥିବେ, କଥାଣୀ କହୁଥିବେ, କିନ୍ତୁ ଏମିତି ଲୟରେ କହୁଥିବେ, ଆପଣଙ୍କୁ ଗୀତ କହିଲା ଭଳିଆ ବି ଲାଗିବ, ଏତେ ସୁନ୍ଦର ଭାବରେ, ଯଦି ବା ଗୀତର ବି ପ୍ରୟୋଗ ବେଳେ ବେଳେ ହୁଏ କାହାଣୀରେ। ତ ସେଇ ପରମ୍ପରାଟା, ସେଇଟା କଣ କି, ସେଇଟା ବି ଶାରଳା ଦାସ ବି ତାଙ୍କ ମହାଭାରତରେ, ଇଭିନ୍ ରାମାୟଣର ଚଣ୍ଡୀପୁର, ଆପଣଙ୍କ ବଳରାମ ଦାସ ରାମାୟଣରେ ବି ତାକୁ ଅନୁସରଣ ସିଏ କରିଛନ୍ତି ଆପଣଙ୍କର। ଓକେ, ଆପଣଙ୍କର କଥାଟା କଣ କି, ଶ୍ରୋତା ମାନଙ୍କର ସ୍ମୃତି ରଞ୍ଜନ ଲାଗି ଗଳ୍ପ କହିବା ବ୍ୟକ୍ତି ଗଦ୍ୟକୁ ସୁଧା ପଦ୍ୟ ଲହରରେ ରସାୟନିତ କରି କହୁଥିଲେ ବା ବୋଲୁଥିଲେ, ଆଉ ତାକୁ ହିଁ ସିଏ ଏଠି ଲେଖିଛନ୍ତି ଆପଣଙ୍କର। ଓକେ, ଇଏ ହେଲା କଥା ଆପଣଙ୍କର। ହଁ, ଏଇ କଥାଟାକୁ ଆମେ ରୁଦ୍ର ସୁଧାନିଧିରେ ଆମେ ଦେଖିଥିଲେ। ଓକେ, ନାରାୟଣ ନନ୍ଦ ଅବଧୂତ ସ୍ୱାମୀଙ୍କର ଯୋଉ, ଓକେ, ପଦ୍ୟାତ୍ମକ ଗଦ୍ୟ ଶୈଳୀ, ପଦ୍ୟାତ୍ମକ ଆପଣଙ୍କର ଗଦ୍ୟ ଶୈଳୀରେ ସିଏ ଲେଖିଥିଲେ। ଓକେ, ତ ଦାଣ୍ଡି ବୃତ ବିଷୟରେ ତ ଆମେ ଆଲୋଚନା କରିଛନ୍ତି, ମୁଁ ଆଉକୁ ଯାଉନାହିଁ। ତା ଛଡା ସାରଳାଙ୍କର ରଚନାରେ ଆଧ୍ୟାତ୍ମ ଚେତନା ଆମେ ଦେଖିବାକୁ ପାଆନ୍ତି। ସମଗ୍ର ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀ ପୁରାଣରେ ସାରଳା ଚଣ୍ଡୀଙ୍କର ମହିମା ଗାନରେ ମୁଖରିତ ହେଇଛନ୍ତି ସିଏ। ଓକେ, ଶାକ୍ତ ମାନଙ୍କର ପ୍ରଭାବ, ସତ କହିଲେ ଶାକ୍ତ ବୈଶ୍ୟ ଆଉ ବୈଷ୍ଣବ ପରମ୍ପରାର ଝଲକ ଆମେ ଦେଖିବାକୁ ପାଆନ୍ତି। ଚଣ୍ଡୀ ପୁରାଣରେ ସିଏ ମା ଝଙ୍କଡ ବାସିନୀ ସାରଳାଙ୍କୁ ଦୁର୍ଗା ଭାବରେ ବର୍ଣ୍ଣନା କରିଛନ୍ତି, ଶକ୍ତି ପୂଜାର କଥା କହିଛନ୍ତି। ବିଲଙ୍କା ରାମାୟଣରେ ଆପଣଙ୍କର ବିଷ୍ଣୁଙ୍କର ବା ରାମଙ୍କର ମହିମା ପ୍ରଦର୍ଶନ କରିଛନ୍ତି, ଯଦି ବା ସେଥିରେ ବି ଶକ୍ତି ଉପାସନା ଆମେ ଦେଖିବାକୁ ପାଆନ୍ତି। ମହାଭାରତରେ ବି ସେମିତି କୃଷ୍ଣଙ୍କର ବା ବିଷ୍ଣୁଙ୍କର ଆଉ ଶିବଙ୍କର ମହିମା ଗାନ ସିଏ କହିଛନ୍ତି। ଓକେ, ବିଭିନ୍ନ କଥା ସିଏ କହିଛନ୍ତି। ଓକେ,
ସିଏ ସାରଳା ପୀଠ ବିଷୟରେ ବି ବହୁତ ପଦ ଲେଖିଛନ୍ତି, ଯେମିତି ଶ୍ରୀନୀଳ ସୁନ୍ଦର ଗିରି ଉତ୍ତର କକ୍ଷାରେ ସାରଭୂମି ତୀର୍ଥଖଣ୍ଡ ଈଶାନ ପୂର୍ବରେ ଚନ୍ଦ୍ରଭାଗା ନାମେ ବହେ ପୁଣ୍ୟ ନଦୀ ଗଟି ବୃଦ୍ଧ ମାତଙ୍ଗୀ ପାରୁସେ ମହୋଦଧି ଫୁଟି ସେ ନଦୀ ତୀର୍ଥେ ପରଶୁରାମଙ୍କ ପାଟଣା କନକାବତୀ ବୋଲି ସେ ନଗର ରଚନା ଉତ୍ତର ଝଙ୍କଡ଼ ନାମେ ଅଛି ଗ୍ରାମ ଖଣ୍ଡି ବିଜେ ତହିଁ ମାହେଶ୍ୱରୀ ଶ୍ରୀ ସାରଳା ଚଣ୍ଡୀ ମହାଯୋଗେଶ୍ୱରୀ ସେହି ପରମ ବୈଷ୍ଣବୀ ପ୍ରତ୍ୟକ୍ଷ ବରଦାୟିନୀ ପରମା ସାଧବୀ ବାଞ୍ଛା ଫଳକୁ ସେ ଦେବୀ ସାର୍ଥକ କରଇ ପାଷାଣ ଗାରତା ବାକ୍ୟ କେଭେ ନ ତୁଟଇ ସୁପ୍ରସନ୍ନେ ଆଜ୍ଞା ମତେ ଦେଲେ ସାକମ୍ବରୀ ଲଭତୁ ବିଳାସ ମହାଭାରତ ବିସ୍ତାରୀ, ଏମିତି ସେ ଆପଣ ଲେଖିଛନ୍ତି। ତ ଝଙ୍କଡ଼ବାସିନୀ ମା ଶାରଳାଙ୍କର ସ୍ତୁତି କଥା କୁହନ୍ତୁ। ଶ୍ରୀଚଣ୍ଡୀ ଦୁର୍ଗା ସର୍ବମଙ୍ଗଳା ଅଭୟ ମଙ୍ଗଳା ମା ବଗଳା ଭବାନୀ ଅମ୍ବିକା ବିମଳା ସିଂହବାହିନୀ ସିଦ୍ଧ ସାରଳା ମାହେଶ୍ୱରୀ ବରୁଣାଇ ଜାଗୁଳାଇ ଭଦ୍ରାକାଳୀ ଅଭୟା ସରସ୍ୱତୀ ବିଷ୍ଣୁ ବଲ୍ଲଭୀ ପରମ ବୈଷ୍ଣବୀ କୌଶିକୀ ଚଣ୍ଡମୁଣ୍ଡ ନାସିନୀ ବିଭିନ୍ନ ନାଁରେ ସିଏ ଆପଣଙ୍କର ସ୍ତୁତି କରିଛନ୍ତି। ଆପଣଙ୍କର ବିଭିନ୍ନ ଜାଗାରେ ବିବାହ ଗୁଡାକୁ ବି ଆପଣଙ୍କର ଯେମିତି ବିଚିତ୍ର ବୀର୍ଯ୍ୟ ଆଉ ଚିତ୍ରାଙ୍ଗଦାଙ୍କର ବିବାହ ପ୍ରସଙ୍ଗରେ ଆପଣଙ୍କର କବି ଭୀଷ୍ମଙ୍କ ମୁହଁରେ ବି ମାଙ୍କର ସ୍ତୁତି ଗାନ ଗୋଟେ ବିଭିନ୍ନ ଯୋଉ ଜାଗାରେ ସିଏ ପାଇଛନ୍ତି ଶକ୍ତିଙ୍କର ଉପାସନା ସିଏ ଆପଣଙ୍କର କରିଛନ୍ତି ଆଉ ବହୁତ ଇଲାବୋରେଟଲି କରିଛନ୍ତି। ଓକେ, ରତ୍ନଗିରି ବାସିନୀ ଗो ନମ କାତ୍ୟାୟନୀ ଯେତେ ଯୋ ପ୍ରକାଶେ ଦେବ ଗଣ ଜ୍যোତି ଘେନି ସହସ୍ରେକ ଭୁଜ ଦେବୀ ସହସ୍ର ଆୟୁଧ ମାନିନୀ ହୋଇ ଅସୁର ବଂଶ କଲୁ ବଧ ଅଭୟା ପିଙ୍ଗଳା ଜନ୍ତୁ ରାଜଦର୍ପ ଗଞ୍ଜି ନବକଟି କାତ୍ୟାୟନୀ ଶରୀରୁ ଉପୁଜି আগোচর মূরতি গো কহ কহ মুখী লহ লহ রসনা গো টহ টহ আখি ডিবি ডিবি বাদ্যনাদ শ্রীভুজে ডম্বুরু শ্মশানবাସିନୀ ଗଳେ ଅସ୍ଥିମାଳା ଭରୁ, ଏମିତି ସିଏ ଲେଖିଛନ୍ତି। ଓକେ, ସେମିତି ଦ୍ରୌପଦୀଙ୍କର ମୁହଁରେ ବି ସିଏ ଆପଣଙ୍କର ଯଦି କହିବା ଶ୍ରୀ ଦୁର୍ଗାଙ୍କର ସ୍ତୁତି କରିଛନ୍ତି। ମାହେଶ୍ୱରୀ ଅଭୟାଗ ଅନାଦି ଶକତି ସହସ୍ର ଭୁଜ ତହର ଅଗ୍ନିରୁ ଉତ୍ପତ୍ତି ଖଟ୍ୱାଙ୍ଗୀ ପିନାକ ଶୂଳ ନମ୍ବରୁତ କରେ ଆବରଣ ଶଙ୍ଖ ଚକ୍ର ଧରିଛୁ ହସ୍ତରେ ଶଲ୍ୟ କୁନ୍ତ ଗଦା ଅସି ଶକତି ମୁଦ୍ଗର ଖର୍ପର କୁଠାର ଆଦି କର ବାଳକର, ଏମିତି ଲେଖିଛନ୍ତି। ଆପଣଙ୍କ ବିଭିନ୍ନ ପ୍ରକାର ପାଲା ହେଇଯିବ, ଆମର ପାଲା କ୍ଲାସ ହେଇଗଲା। ତା ଛଡା ଆପଣଙ୍କର ମହାଭାରତର ସଭା ପର୍ବର ମଙ୍ଗଳାଚରଣରେ ବି କବି ଝଙ୍କଡ ବସିନୀ ସାରଳା କୁ କାକଟପୁରର ମଙ୍ଗଳା କୋଣାର୍କର ରାମଚଣ୍ଡୀ ପୁରୀର ବିମଳା ବାଙ୍କିର ଚର୍ଚ୍ଚିକା ସମ୍ବଲପୁରର ସମଲେଇ ଯାଜପୁରର ବିରଜା ମାଣପୁରର ଭଗବତୀ ଏମିତି ରୂପରେ ବି ସିଏ ଆପଣଙ୍କର ବନା ହଁ ସେତେବେଳେ ବୋଧେ ଘଟଗାଁର ଆପଣଙ୍କର ସ୍ଥାପନା ହେଇନଥିଲା କଣ ପାଇଁ ନା ସେ ପୁରସ୍ତମ ଦେବଙ୍କ ସମୟରେ ଆମେ ଘଟଗାଁ ସ୍ଥାପନା ହେଇଥିବାର ଦେଖିବାକୁ ପାଆନ୍ତି। ତ ଶାରଳା ଦାସଙ୍କ ମହାଭାରତରେ ଘଟଗାଁର ମା ତାରିଣୀ ପୀଠ ବିଷୟରେ କୌଣସି ପ୍ରକାର ଉଲ୍ଲେଖ ଆମେ ଦେଖିବାକୁ ପାଆନ୍ତିନି। ହଁ, କିନ୍ତୁ କୋଣାର୍କ ରାମଚଣ୍ଡୀ କାକଟପୁରର ମଙ୍ଗଳା ପୁରୀରେ ବିମଳା ବାଙ୍କିରେ ଚର୍ଚ୍ଚିକା ସମ୍ବଲପୁରର ସମଲାଇ ଯାଜପୁରର ବିରଜା ବାଣପୁରର ଭଗବତୀ ରୂପରେ ସେ ବର୍ଣ୍ଣନା ନିଶ୍ଚିତ ଭାବରେ କରିଛନ୍ତି। ଓକେ, ବିଭିନ୍ନ ପ୍ରସଙ୍ଗରେ ସେ ଆପଣଙ୍କର ସ୍ତୁତି କରିଥିବାର ଦେଖିବାକୁ ପାଆନ୍ତି। ଆଚ୍ଛା, କ୍ଲାସକୁ ଏଠି ରଖିବା ମୁଁ ଭାବୁଛି। ଆଉ ଗୋଟେ କ୍ଲାସରେ ସାରଳା ଯୁଗକୁ ସାରିବା। ଆପଣଙ୍କର ଆଉ ଦି ଜଣ ରହିଲେ, ଗୋଟେ ହଉଛନ୍ତି ଦି ଜଣ ରହିଲେ ଏଇ ଯୁଗର, ଜଣେ ହେଲେ ବସ୍ୟା ଦାସ, ତାଙ୍କର କଳସ ଚଉତିସା ଦେଖିବା। ଓକେ, କଳସ ଚଉତିସା ଦେଖିବା ବସ୍ୟା ଦାସଙ୍କର। ତାପରେ ଆପଣଙ୍କର ଆଉ ଗୋଟେ ସେମିତି ଚଉତିସା ଆପଣଙ୍କର ସାହିତ୍ୟ କବି ମାର୍କଣ୍ଡ ଦାସଙ୍କର କେଶବ କୋଇଲି କୋଇଲି କେଶବ କୋଇଲି ଆଉ କଳସ ଚଉତିସା, ବସ୍ୟା ଦାସଙ୍କର କଳସ ଚଉତିସା ଆଉ ମାର୍କଣ୍ଡ ଦାସଙ୍କର କେଶବ କୋଇଲି, ଏଇ ଦିଟାକୁ ମୁଁ ଭାବୁଛି ଆଉ ଗୋଟେ କ୍ଲାସରେ ଆମେ ଦେଖିବା। ମେ ବି କାଲି ଯଦି ଏଥିକ୍ସ କ୍ଲାସ ନ ହୁଏ। ଓକେ, ତ ସ୍କିମ୍ ଏଇଆ ରହିବ, ଯୋଉମାନେ ଇଣ୍ଟରେଷ୍ଟେଡ ଆପଣ ମାନେ ଜଏନ୍ କରିପାରିବେ। ଓକେ, ଆପଣ ମାନଙ୍କର ବି ଇଣ୍ଡିପେଣ୍ଡେନ୍ସ ରହିବ, ମୋର ବି ଇଣ୍ଡିପେଣ୍ଡେନ୍ସ ରହିବ, କମ୍ପ୍ଲିଟ ଗାଇଡାନ୍ସ ଆପଣ ମାନେ ପାଇବେ। ଓକେ, ଯେତିକି ପର୍ଯ୍ୟନ୍ତ ପସିବଲ ଆପଣ ମାନଙ୍କର ବି ଯେତିକି ପର୍ଯ୍ୟନ୍ତ ମୋ ପାଖରେ ପଢିବାର ଧୈର୍ଯ୍ୟ ରହିବ ଆପଣ ମାନେ ବି ସେତିକି ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବେ। ଅଦରୱାଇଜ ଆପଣ ମାନେ ବି କ୍ୱିଟ୍ କରିପାରିବେ କୋଉ ସମୟରେ ବି। ଓକେ, ଓନ୍ଲି 500 ପର ମନ୍ଥ। ହଁ, ଆଗରୁ ଟପ ଅପ୍ କରିବାକୁ ପଡିବ ଆପଣଙ୍କୁ। ଓକେ, ଇଏ ହଉଛି କଥା, ଆମାଉଣ୍ଟ ଟା ବହୁତ କମ ଆପଣଙ୍କର। ଯଦି କହିବା 500 ବହୁତ କମ। ଇଭିନ୍ ତ ଆପଣ ମାନେ ଯୋଉ ହାଇସ୍କୁଲ ଛୁଆଙ୍କୁ ଟ୍ୟୁସନ କରୁଛନ୍ତି ଆମେ, ସେମାନେ ବି ଆପଣଙ୍କର 2000 3000 ଏବେ ନେଉଛନ୍ତି। ଆପଣଙ୍କୁ ଓନ୍ଲି 500 ଟପ ଅପ୍ କରିବାକୁ ପଡିବ, ଯେହେତୁ ଆମେ ସିଧାସଳଖ ପଢୁନାହାନ୍ତି ଏଠି। ସେଇଥିପାଇଁ ଅନଲାଇନ ମୋଡ ମିନ୍ସ ଆପଣଙ୍କୁ କିଛି କମ ପଡିବ। ଆପଣଙ୍କୁ କେବଳ ଜୁମ ର ଆପଣ ଚାର୍ଜ ଟା ଦିଅନ୍ତୁ ନା, ଆପଣଙ୍କୁ ମୁଁ ଫ୍ରି ଅଫ କଷ୍ଟରେ ପାଠ ପଢେଇବି। ଓକେ, ଆପଣଙ୍କୁ 500 ଜୁମ ର ଚାର୍ଜ ଟା ଦେବାକୁ ପଡିବ। ବାକି ରେଷ୍ଟ ଅଫ ପାଠ ମୁଁ ଆପଣଙ୍କୁ ମେଟେରିଆଲ୍ସ ଠୁ ଆରମ୍ଭ କରିକି ବାକି ସବୁ କିଛି ଆପଣଙ୍କୁ ହେଲ୍ପ ପ୍ରୋଭାଇଡ କରିଦେବି। ଯୋଉମାନେ ଇଣ୍ଟରେଷ୍ଟେଡ, ଏଗେନ୍ ଆଉଥରେ କହୁଛି 7008074714
9777062325 ଆପଣ ମାନେ କଣ୍ଟାକ୍ଟ କରିପାରିବେ। ଓକେ, ଆପଣ କେବେ ବି ଜଏନ୍ କରିପାରିବେ, ଆପଣଙ୍କର ଏବେଠୁ ହିଁ ଷ୍ଟାର୍ଟ ହେଇଛି ସ୍କିମ୍। ଯୋଉମାନେ ଆମର ପିଲା ଅଛନ୍ତି ସେମାନେ ତ ଅଲରେଡି ପେମେଣ୍ଟ କରିଛନ୍ତି, ତାଙ୍କ କଥା କୁହାଯାଉନି। ଯୋଉମାନେ ନୂଆ ଆସିବା ପାଇଁ ଇଣ୍ଟରେଷ୍ଟେଡ ଅଛନ୍ତି ତାଙ୍କ ପାଇଁ ଆପଣ ମାନେ ଜଏନ୍ କରିପାରିବେ। ଓକେ, ତ ବାଏ ବାଏ ଫର୍ ଟୁଡେ। ଷ୍ଟିଲ୍ ଯଦି କିଛି ଡାଉଟ୍ ରହୁଛି ଆପଣ ମାନେ ମେସେଜ କରିପାରିବେ, ହ୍ୱାଟ୍ସଆପ୍ କରିପାରିବେ। ଇଭିନ୍ ଯଦି ୟୁଟ୍ୟୁବରେ ଦେଖୁଛନ୍ତି ତାହେଲେ ୟୁଟ୍ୟୁବରେ କମେଣ୍ଟ ବି କରିପାରିବେ। ଓକେ, ଆଉ ୟୁଟ୍ୟୁବରେ ଫାଇନାଲି ଆଉ ଗୋଟେ ବି କହିଦଉଛି, ଯୋଉମାନେ ଦେଖୁଛନ୍ତି ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଓକେ, ଯେମିତି ଆଜ ୟୁଜୁଆଲ ପଇସା ସେଥିରେ ପଡ଼ିବନି, କିନ୍ତୁ ମୋତେ ଖୁସି ଲାଗିବ। କମେଣ୍ଟରେ ବି ଗୋଟେ ଗୋଟେ କରନ୍ତୁ, ଲାଇକ୍ ବି କରନ୍ତୁ ଯଦି ଭଲ ଲାଗୁଛି। କମେଣ୍ଟରେ ବି କିଛି ନା କିଛି ଗୋଟେ ଲେଖନ୍ତୁ, କିଛି ନା କିଛି କହିଲେ ଯାହାହେଲେ ଲେଖିଦେବି କି ଆଉ, ଟପିକ ଉପରେ ଲେଖନ୍ତୁ। ଓକେ, ତ ଆଜି ପାଇଁ ରହୁଛି କ୍ଲାସ୍।